मन्नाथ श्री जगन्नाथ मदगुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। शरणागत दीनार्थ परित्राणपरायणे सर्वसाते हरिदेवी नारायणी नमस्तुते। क्रियायोग परंपरार समस्त गुरुमानक मु प्रणाम करुछि। विश्वर प्रत्येक संप्रदायर गुरुमानक मु प्रणाम करुछि। आज 29 तारीख जुलाई बुधवार 2026 मसीहा। आज हूँ व्यास पूर्णिमा। आषाढ़ मासर पूर्णिमा को व्यास पूर्णिमा कहा जाए। यही व्यास पूर्णिमा रे गुरु और शिष्य मानकर मिलन हुए। गुरु शिष्य भितर संपर्क वृद्धि पाइबारे लगे। तेणु व्यासदेवंकर जन्म दिवस को कहीं गुरु पूर्णिमा दिवस रूपे पालन करा जाए मनरे प्रश्न उठे। सबु जुगरे जड़े जड़े जगत गुरु थिले। तृतीय जुगर जगत गुरु ब्रह्मा थिले। सत्य जुगर जगत गुरु ब्रह्मा थिले। तृतीय जुगर जगत गुरु वशिष्ठ थिले। द्वापर जगर जगत गुरु व्यासदेव थिले। कली जुगर जगत गुरु आदि शंकराचार्य थिले। तेणु व्यासदेवंकर जन्म दिवस को कहीं गुरु पूर्णिमा दिवस रूपे पालन करागला। अन्य कौन सी गुरु मानकर जन्म दिवस को कहीं गुरु पूर्णिमा दिवस रूपे पालन करागला नहीं। देखंतु आज जोठी विशृंखला होची कि पाटितुंड होची कि कौन से गंडगोल लगी रोचे, कौन से लिटिगेशन होची, सबूर कथा गुड़िक परिसमाप्ति हुए बा समाधान हुए ज्ञान रे। जार ज्ञान जिते अधिका से प्रत्येक कथा को अति सहजरे कौन करे समाधान कर दिए। तेणु ज्ञानर एते प्रभाव अच्छी ताहा भाषा रे व्यक्त करी हब नहीं। इंग्लिश रे कहा हुए नॉलेज इज पावर। आपण भौतिक जगत देखंतु आ गोटे आध्यात्मिक जगत देखंतु। भौतिक जगत रे जे जिते टैलेंट जार जिते एजुकेशन भल से बड़ बड़ पोस्ट पाई पारे, बहुत सम्मान पाए, बहुत पदमर्यादा पाए, बहुत अर्थोपार्जन करे, बहुत जगार से सम्मानित हुए। से भली आध्यात्मिक जगत रे जहाँ भितरे दिव्य ज्ञान आसीछि अर्थात आत्मज्ञान आसीछि, जहाँ भितरे एकत्व भाव आसीछि, तेणु से विश्व पूजित हुए। से जो समान भाव दिव्य ज्ञान एकत्व भाव केमिति ए मनरे आसीबो से कथा सत्य जुगर जगत गुरु ब्रह्मा कही नांती।
ତ୍ରେତୟା ଯୁଗର ଜଗତଗୁରୁ ବଶିଷ୍ଠ କଥା କହିନାହାନ୍ତି। ଦ୍ୱାପର ଯୁଗର ଜଗତଗୁରୁ ଏକମାତ୍ର ବ୍ୟାସଦେବ ଏ କଥା କହିଛନ୍ତି, ସୁନ୍ଦର ଭାବରେ ଲେଖିଛନ୍ତି। କଳିଯୁଗର ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟ ତାକୁ ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି ଏବଂ ତାକୁ ଭଲ ଭାବରେ ବୁଝାଇଛନ୍ତି। କିନ୍ତୁ ମାନବ ସମାଜକୁ ସର୍ବଶ୍ରେଷ୍ଠ ଦାନ କାହାଙ୍କର? ନା ବ୍ୟାସଦେବଙ୍କର। ବ୍ୟାସଦେବଙ୍କର ଦାନ ଅତୁଳନୀୟ, ତାକୁ ତୁଳନା କରି ହେବ ନାହିଁ। ଆଜି ଲୋକ ଭାଗବତ ପଢ଼ୁଛନ୍ତି, ଗୀତା ପଢ଼ୁଛନ୍ତି, ବେଦ ପଢ଼ୁଛନ୍ତି, ଉପନିଷଦ ପାଠ କରୁଛନ୍ତି। କାହିଁକି ପାଠ କରୁଛନ୍ତି? ନା ଲୋକ ଜ୍ଞାନ ଲାଭ କରିବେ। କି ଜ୍ଞାନ? ନା ଆତ୍ମଜ୍ଞାନ ଲାଭ କରିବେ। ଯେଉଁ ଜ୍ଞାନ ଦ୍ୱାରା ମଣିଷ ପାଏ ଶାନ୍ତି, ଆନନ୍ଦ, ମୁକ୍ତି ଆଉ ମୋକ୍ଷ। ଯେଉଁ ଜ୍ଞାନ ଦ୍ୱାରା ସେ ନିଜକୁ ଚିହ୍ନିପାରେ, ନିଜକୁ ଜାଣିପାରେ, ନିଜକୁ ଅନୁଭବ କରିପାରେ ଏବଂ ସେ ବୁଝେ ମୁଁ କେଉଁଠି ଥିଲି, କେଉଁଠାରୁ ଆସିଛି, କେଉଁଠାକୁ ଆସିଛି, ମୋର ଏଠାରେ ପ୍ରକୃତ କର୍ତ୍ତବ୍ୟ କର୍ମ କ'ଣ, ଆଉ ମୁଁ ଗଲା ପରେ କେଉଁଠିକି ଯିବି। ସତରେ ମୋର ପ୍ରକୃତରେ ପିତା ଓ ମାତା କିଏ? ରିଏଲି ବାସ୍ତବରେ ମୋର ପିତା ଓ ମାତା କିଏ? ମୁଁ କାହାର ସନ୍ତାନ? ମନରେ ପ୍ରଶ୍ନ ଉଠୁଥିବ। ଆମେ କ'ଣ ଜାଣିନୁ ଆମ ପିତାମାତାଙ୍କ କଥା? ପୁଣି ଯଦି ଆପଣ ତାକୁ ସମୀକ୍ଷା କରିବେ, ତାକୁ ଡେସ୍କ୍ରାଇବ୍ କରିବେ, ଆପଣ ଦେଖିବେ ମୋ ବାପା ତ ଥିଲେ, ତାଙ୍କ ବାପା ଥିଲେ, ତାଙ୍କ ବାପା ଥିଲେ, ତାଙ୍କ ବାପା ଥିଲେ, ତାଙ୍କ ବାପା ଥିଲେ। ଯଦି ଆପଣ ଏମିତି ବିଚାର କରି ଚାଲିବେ, ଆପଣ ଦେଖିବେ କେଉଁଠି ପହଞ୍ଚିବେ। ସମସ୍ତେ ସେଇ ପରମାତ୍ମା ପରମ ବ୍ରହ୍ମଙ୍କ ପାଖରେ ପହଞ୍ଚିବେ। ସେଇ ପରମାତ୍ମା ପରମ ବ୍ରହ୍ମ ସେ ହେଉଛନ୍ତି ନିର୍ଗୁଣ। ସେ କେବେ ସଗୁଣ ନୁହନ୍ତି, ସେ କେବେ ସାକାର ନୁହନ୍ତି, ସେ ହେଉଛନ୍ତି ନିରାକାର। ସେ ଯେତେବେଳେ ସାକାର ହେବାକୁ ଇଚ୍ଛା କରିଛନ୍ତି, ଲୀଳା କରିବାକୁ ଇଚ୍ଛା କରିଛନ୍ତି, ମାନବୀୟ ଲୀଳା କରିବାକୁ ଇଚ୍ଛା କରିଛନ୍ତି, ପ୍ରକାଶ ହେବାକୁ ଇଚ୍ଛା କରିଛନ୍ତି, ଟିକେ ଖେଳିବା ପାଇଁ ତାଙ୍କର ଇଚ୍ଛା ହେଇଛି, ଲୀଳା କରିବା ପାଇଁ ଇଚ୍ଛା ହେଇଛି, ସେତେବେଳେ ସେ ରୂପ ଧାରଣ କରିଛନ୍ତି। ଏ ସୃଷ୍ଟିରେ ଆପଣଙ୍କ ଖ୍ରୀଷ୍ଟ ଧର୍ମକୁ ଯାଆନ୍ତୁ, କୌଣସି ଦେବାଦେବୀ ନାହାନ୍ତି, ଏକମାତ୍ର ଯୀଶୁକୁ ସେମାନେ ପୂଜା କରୁଛନ୍ତି। ଯୀଶୁ ତାଙ୍କର ସବୁ କିଛି, ସେ ହିଁ ତାଙ୍କର ଇଷ୍ଟ, ସେ ହିଁ ପିତା, ସେ ହିଁ ମାତା, ସେ ହିଁ ତାଙ୍କର ଭଗବାନ, ସେ ତାଙ୍କର ସବୁ କିଛି। ଆପଣ ମୁସଲିମ ଧର୍ମକୁ ଯାଆନ୍ତୁ, ଦେଖିବେ ତାଙ୍କର ହିଁ ମହମ୍ମଦ ବା ଆଲ୍ଲାହ ସବୁ କିଛି, କୌଣସି ଦେବାଦେବୀ କିଛି ନାହାନ୍ତି। କେବଳ ଏହି ସନାତନ ଧର୍ମରେ ବା ହିନ୍ଦୁ ଧର୍ମରେ ଅନେକ ଦେବାଦେବୀ ଅଛନ୍ତି। 33 କୋଟି କିଏ କହେ, 33 ଗୋଟି କିଏ କୁହନ୍ତି। ଆକ୍ଚୁଆଲି 33 ଗୋଟି ଦେବାଦେବୀ ଅଛନ୍ତି। ଦୁଇ ଜଣଙ୍କ ଭିତରେ ଲୀଳା ହୁଏ। ପ୍ରଥମେ ଏକ ବ୍ରହ୍ମ ଥିଲା, ଦ୍ୱିତୀୟ ପ୍ରକୃତି ହୋଇଲା। ତେଣୁ ପ୍ରଥମେ ବ୍ରହ୍ମ ଯେତେବେଳେ ଇଚ୍ଛା କରିଛନ୍ତି ସୃଷ୍ଟି କରିବା ପାଇଁ, ସେ ନିଜ ଅଂଶରୁ ପ୍ରକୃତିକୁ ସୃଷ୍ଟି କରିଛନ୍ତି, ପୁରୁଷକୁ ମଧ୍ୟ ସୃଷ୍ଟି କରିଛନ୍ତି। ସେଇ ପ୍ରକୃତି ପୁରୁଷର ସଂଯୋଗରୁ ବା ମିଳନରୁ ସୃଷ୍ଟି ହୁଏ ଏ ସଂସାର। এই କଥା ଆମେ କେଉଁଠୁ ଶିଖିଲୁ? ଏ କଥା ଆମେ କେଉଁଠୁ ଜାଣିଲୁ? ଆମକୁ ଏ କଥା କିଏ କହିଲା? ଆପଣ ଦେଖିବେ ବ୍ୟାସଦେବ ଅଷ୍ଟାଦଶ ପୁରାଣ, ଗୀତା, ଭାଗବତ, ବ୍ରହ୍ମସୂତ୍ର ରଚନା କରିଛନ୍ତି। ବାବା ଆଜି ଯେତିକ କଥା କହିଲେ
ଏ ସମସ୍ତ କଥା ଭାଗବତରେ ଲେଖା ଅଛି। ଭାଗବତଟି ହେଉଛି ବ୍ୟାସଦେବଙ୍କର ଅନ୍ତିମ ଗ୍ରନ୍ଥ, ଶେଷ ଗ୍ରନ୍ଥ। ତାପରେ ସେ ଆଉ କିଛି ରଚନା କରି ନାହାନ୍ତି। ବ୍ୟାସଦେବ କେଉଁଠି ରହୁଥିଲେ? ଯେଉଁମାନେ ବଦ୍ରିନାଥ ଯାଇଛନ୍ତି, ମାନା ଗାଁ ଶେଷ ଗାଁ ପରେ ସତପଥକୁ ରାସ୍ତା ପଡ଼ିଛି। ସେଇ ରାସ୍ତାରେ ଯିବା ବାଟରେ ବ୍ୟାସଙ୍କ ଗୁମ୍ଫା ପଡ଼େ। ଯେଉଁମାନେ ଆମ ସହିତ ଯାଇଥିଲେ ସେଠି ଆମେ ଫଟୋ ଉଠେଇଥିଲୁ, ସେମାନେ କେହି ୟା ଭିତରେ ନାହାନ୍ତି। ସମୟର ସ୍ରୋତରେ କେତେ ଆସନ୍ତି କେତେ ଯାଆନ୍ତି, କିନ୍ତୁ ପରମାତ୍ମା ପରମବ୍ରହ୍ମ ଥାଆନ୍ତି। ଏବଂ ଯିବା ପଥରେ କିଏ ଫୁଲ ବିଞ୍ଚି ଦେଇ ଯାଇଥାନ୍ତି, କି କଣ୍ଟା ବିଞ୍ଚି ଦେଇ ଯାଇଥାନ୍ତି। ତେଣୁ ଫୁଲ ବିଞ୍ଚିବାଟା ତୁମର ସଂସ୍କାର। ତୁମେ ଯାତ୍ରା କରୁଛ, କଣ୍ଟା ବିଞ୍ଚିବାଟା ହିଁ ତୁମର ସଂସ୍କାର। କାହାର ଦୋଷ ନାହିଁ। ଯିଏ ଫୁଲ ବିଞ୍ଚିଛି ସେଟା ତୁମର ସୁସଂସ୍କାର। ଯେ କଣ୍ଟା ଫୋପାଡ଼ି ଦେଇଛି ତୁମର ସେଇଟା କୁସଂସ୍କାର। ତେଣୁ ତୁଳସୀଦାସ ଲେଖିଲେ, ସୁଖ ଦୁଃଖ ସ ନ କୋପି ଦାତା। ଏ ସଂସାରରେ କେହି କାହାକୁ ସୁଖ ଦିଏ ନାହିଁ, କେହି କାହାକୁ ଦୁଃଖ ଦିଏ ନାହିଁ। ଦେଖନ୍ତୁ, ଗୋଟେ ଛୋଟ ପିଲାଟେ ଯେତେବେଳେ ଜନ୍ମ ହୁଏ ସେତେବେଳେ ତାର କ'ଣ ସୁଖ ଦୁଃଖ ଥାଏ କି? ତାର କିଏ ଶତ୍ରୁ ମିତ୍ର ଥାଏ କି? ତା ଚଲା ପଥରେ କିଏ କେବେ ଫୁଲ ଆଉ କଣ୍ଟା ବିଛାଡ଼ି ଥାଏ କି? ଫୁଲ ଆଉ କଣ୍ଟା କେହି ବିଛାଡ଼ି ନଥାନ୍ତି। ଏବଂ ତାର ବୟସ ଯେତେ ବଢ଼େ, ତାର ୱାର୍ଡ ଦ୍ୱାରା ଶତ୍ରୁ ମିତ୍ର ସୃଷ୍ଟି ହୁଅନ୍ତି। ଶତ୍ରୁ ଆଉ ମିତ୍ର ସୃଷ୍ଟି ହୁଅନ୍ତି। ତାର ୱାର୍ଡ ଦ୍ୱାରା ଜ୍ଞାନ ଅଜ୍ଞାନ ପ୍ରାପ୍ତି ହୁଏ। ତାର ୱାର୍ଡ ଦ୍ୱାରା ସୁଖ ଦୁଃଖ ସୃଷ୍ଟି ହୁଏ। ତାର ୱାର୍ଡ ଦ୍ୱାରା କିଏ ଫୁଲ ବିଞ୍ଚେଇ ଦିଅନ୍ତି, କିଏ କଣ୍ଟା କ'ଣ କରନ୍ତି ନା ମାନେ କଣ୍ଟା ପକାଇ ଦିଅନ୍ତି। ତେଣୁ ସବୁ ନିର୍ଭର କରେ ନିଜର କର୍ମଫଳ ଉପରେ। ବଡ଼ ଆଶ୍ଚର୍ଯ୍ୟ କଥା, କର୍ମଫଳ ରହସ୍ୟକୁ ବୁଝିବା ଜାଣିବା ଏତେ ସାଧାରଣ କଥା ନୁହେଁ। କେବେ ଏତେ ସାଧାରଣ କଥା ନୁହଁ। ଭଗବତ ଗୀତାରେ ଲେଖା ହେଇଛି, ଗହନା କର୍ମଣ ଗତି। କର୍ମର ଗତି ଅତି ଗହନ, ଯାହାକୁ ମୁନି ଋଷିମାନେ ସାଧୁ ସନ୍ତମାନେ ବୁଝିପାରିନାହାନ୍ତି କି ଜାଣିପାରିନାହାନ୍ତି। କର୍ମଣ ଅପି ବୋଧବଂ ଚ ବିକର୍ମଣ ଅକର୍ମଣଶ୍ଚ ବୋଧବଂ ଗହନା କର୍ମଣ ଗତି। ପିଲାକୁ କୋଳରେ ଧରି ବସନ୍ତୁ, ସେମିତି କରାନ୍ତୁ ନାହିଁ। ତେଣୁ ଏଇ ଗୋଟିଏ ଷୋଳକୁ ଯଦି ବ୍ୟାଖ୍ୟା କରାଯିବ 2 ଘଣ୍ଟା 3 ଘଣ୍ଟାରେ, ତାର ମଧ୍ୟ ପରିସମାପ୍ତି ହେବ ନାହିଁ। ତେଣୁ ଏ କଥା କେଉଁଠୁ ଆମେ ଶିଖିଲେ? ନା ଏଟା ଭଗବତ ଗୀତାରୁ କହିଲେ। ସେ ଗୀତାଟାକୁ କିଏ ରଚନା କରିଛନ୍ତି? ନା ବ୍ୟାସଦେବ ରଚନା କରିଛନ୍ତି। କହିଛନ୍ତି କୃଷ୍ଣ, ଶୁଣିଛନ୍ତି କୃଷ୍ଣ, ଲେଖିଛନ୍ତି କୃଷ୍ଣ। ତେଣୁ କୃଷ୍ଣ କନସସନେସକୁ ଯିଏ ଯିବ, ତେଣୁ ସେ କଥାର ମିନିଂଟାକୁ ବୁଝିପାରିବ ଏବଂ ତାକୁ ମଧ୍ୟ ସେ କହିପାରିବ, ତାକୁ ମଧ୍ୟ ସେ ସୁନ୍ଦର ଭାବରେ ଲେଖିଦେଇପାରିବ। ଯଦି କୃଷ୍ଣ କନସସନେସକୁ ଆମେ ନ ଯିବା, ତାହେଲେ କ'ଣ ହେବ ନା ଆମେ କଥାକୁ ଉପରେ ଏମିତି କରିବା, ଭାସି ଭାସି ଚାଲିଯିବା। ଗୁରୁଦେବ ସବୁବେଳେ କହୁଥିଲେ,
ଗୁରୁଦେବ ସବୁବେଳେ କହୁଥିଲେ ରୂପ ସାଗରେ ଡୁବ ଯାବରି ମନ, ମାନେ ସମୁଦ୍ର ତଳେ ରତ୍ନ ଅଛି, ରତ୍ନ ଉପରେ ନାହିଁ। ସେ ଭିତରକୁ ଡୁବ ମାର, ଡୁବ ମାରିଲେ ତୁମେ ରତ୍ନକୁ ସଂଗ୍ରହ କରିପାରିବ। ଏ କଥାର ଅର୍ଥ କ'ଣ ନା ବହିର୍ମୁଖୀ ତୁମେ ଯେତେ ହେବ ତୁମେ ଈଶ୍ୱରଙ୍କୁ କେବେ ଜାଣିପାରିବ ନାହିଁ, କେବେ ଈଶ୍ୱରଙ୍କୁ ଦର୍ଶନ କରିପାରିବ ନାହିଁ। ମନରେ ପ୍ରଶ୍ନ ଉଠେ, ତାହେଲେ ଆମେ ମନ୍ଦିର ଯାଉଛୁ, ମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରୁଛୁ, କୃଷ୍ଣଙ୍କୁ ଦର୍ଶନ କରୁଛୁ, ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରୁଛୁ, ମାଆଙ୍କୁ ଦର୍ଶନ କରୁଛୁ। ତ ଭଲ ଭାଷାରେ କହିଲେ ସମସ୍ତ ଦେବାଦେବୀଙ୍କୁ ଆମେ ଦର୍ଶନ କରୁଛୁ। କିନ୍ତୁ ଆପଣ ତ ଦର୍ଶନ କରୁଛନ୍ତି, ଶାସ୍ତ୍ର ଲେଖା ହେଇଛି ଦର୍ଶନ ମାତ୍ରେଣ ଜୀବ ଶିବ ଭବେତ୍। ଦର୍ଶନ କଲେ ଜୀବଟା ରୂପାନ୍ତରିତ ହୋଇ ଶିବରେ ପରିଣତ ହୋଇଯିବ। ତେଣୁ ଆମେ ତ ଦର୍ଶନ କରି, ଯେଉଁ ମନୁଷ୍ୟ ଥିଲେ 20 ବର୍ଷ 30 ବର୍ଷ ମହାପ୍ରଭୁଙ୍କୁ ଡେଲି ପୁରୀ ଶ୍ରୀକ୍ଷେତ୍ରରେ ଦର୍ଶନ କଲା ପରେ ମଧ୍ୟ ଅବସ୍ଥା ଦିନକୁ ଦିନ ଆହୁରି ଖରାପ। ଦେଖୁନାହାନ୍ତି, ଗୋଟେ ଲୋକକୁ ତାର ବୟସ ଯେତେ ବଢ଼ୁଛି, ଯେତେ ତାର ବୟସ ବଢ଼ୁଛି, ସେ ଦିନକୁ ଦିନ ଶୁଦ୍ଧ, ପବିତ୍ର, ନିର୍ମଳ, ପରିମାର୍ଜିତ ହେଉଛି ନା ଦିନକୁ ଦିନ ସେ କଳୁଷିତ ହେଇଯାଉଛି? ଦିନକୁ ଦିନ ତାର ବାସନା କାମନା କ୍ଷୟ ହେଉଛି ନା ଦିନକୁ ଦିନ ତା ବାସନା କାମନା ବଢ଼ିଯାଉଛି? ଦିନକୁ ଦିନ ସେ ଜ୍ଞାନରେ ରହୁଛି ନା ଦିନକୁ ଦିନ ସେ ଅଜ୍ଞାନତାରେ ରହୁଛି? ଦିନକୁ ଦିନ ତାର ଚେତନା ବୃଦ୍ଧି ପାଉଛି ନା ଦିନକୁ ଦିନ ତା ଚେତନାକୁ ସେ ହରେଇ ବସି ଜୀବବୋଧରେ ରହିଯାଉଛି, ଶରୀର ବୋଧରେ ରହିଯାଉଛି। ଏ ଯେତେ କଥା ବାବା କହୁଛନ୍ତି, ଏ ସମସ୍ତ କଥା ବ୍ୟାସଦେବ କୃତ ଶାସ୍ତ୍ର ଅଷ୍ଟାଦଶ ପୁରାଣ ଏବଂ ଗୀତା ଭାଗବତରେ ଉଲ୍ଲେଖ ଅଛି। ମାନେ ସମସ୍ତ ବେଦାନ୍ତର ସାର କଥା ଭଗବତ ଗୀତାରେ ଅଛି। କଥା ରହିଗଲା। ଏବଂ ଯେତେ ଗ୍ରନ୍ଥ ଅଛି ୱାର୍ଲଡରେ, ସର୍ବଶ୍ରେଷ୍ଠ ଗ୍ରନ୍ଥ ହେଉଛି ଭଗବତ ଗୀତା। ତେଣୁ ତାକୁ ରଚନା କିଏ କରୁଛନ୍ତି ନା ବ୍ୟାସଦେବ। କାହା ପାଇଁ ରଚନା କରୁଛନ୍ତି ନା ମାନବ ସମାଜ ପାଇଁ। କାହିଁକି ନା ସେଥିରେ ଜୀବନ ବଞ୍ଚିବାର ଶୈଳୀ, ଜୀବନ ବଞ୍ଚିବାର କଳା, ଦି ଆର୍ଟ ଅଫ୍ ଲିଭିଂ କ'ଣ ଲେଖା ଅଛି। ଭଗବାନ ଅର୍ଜୁନକୁ କହିଛନ୍ତି, କୋଉଠି କହିଛନ୍ତି? ଯୁଦ୍ଧ ଭୂମିରେ। ଦେଖନ୍ତୁ, ସବୁବେଳେ ଆମ ସହିତ ଯୁଦ୍ଧ ଚାଲିଛି, ସବୁବେଳେ ଆମ ବଡ଼ିରେ। ୟୁର ବଡି ଇଜ୍ କ'ଣ? ଭଗବତ ଗୀତା। ତମ ଶରୀରଟା ହେଉଛି ଗୋଟେ ଭଗବତ ଗୀତା। ସେଇ ଭଗବତ ଗୀତାରେ କ'ଣ ହେଇଛି ନା କୌରବ ଗଣ ପାଣ୍ଡବ ଗଣଙ୍କର ଲଢ଼େଇ ହେଇଛି, ଆଉ କିଛି ନାହିଁ। କୌରବ ଗଣ ହେଲେ ଅଜ୍ଞାନ ପକ୍ଷ, ପାଣ୍ଡବ ଗଣ ହେଲେ ଜ୍ଞାନ ପକ୍ଷ। ଏ ଜ୍ଞାନ ଅଜ୍ଞାନର ଲଢ଼େଇ ହେଉଛି ପ୍ରତ୍ୟେକଟି ମୁହୂର୍ତ୍ତରେ। ସବୁ ଲୋକର ମନୁଷ୍ୟ ଭିତରେ ଜ୍ଞାନ ଅଜ୍ଞାନର ଲଢ଼େଇ ହେଉଛି। ଏ ଜ୍ଞାନ ଅଜ୍ଞାନ ଲଢ଼େଇରେ ଯେଉଁ ପକ୍ଷର ଜୟଯୁକ୍ତ ହେଉଛି ମଣିଷ ସେଇ କାମଟି କରୁଛି। ଯେଉଁ ପକ୍ଷର ଯଦି ଜ୍ଞାନ ପକ୍ଷର ଲଢ଼େଇରେ ଜୟଯୁକ୍ତ ହେଲା, ଜ୍ଞାନର କାମ କଲା। ଯଦି ଅଜ୍ଞାନ ପକ୍ଷର ଲଢ଼େଇର ଜୟଯୁକ୍ତ ହେଲା, ଅଜ୍ଞାନ କାମ କଲା। ତେଣୁ କୌରବ ପାଣ୍ଡବ ଗଣଙ୍କର ଯୁଦ୍ଧ ସବୁବେଳେ ଚାଲେ। ଇଚ୍ ହ୍ୟୁମାନ୍ ବଡି ଇଜ୍ ଏ ଭଗବତ ଗୀତା। ତେଣୁ ଆମେ କ'ଣ କରୁଛେ ନା ପାଣ୍ଡବ ପକ୍ଷ ଜ୍ଞାନ ପକ୍ଷ। ତେଣୁ ଯେଉଁ ଜ୍ଞାନ ଅଜ୍ଞାନ କଥା, ଏ କଥା କେଉଁଠି ଲେଖା ହେଇଛି? ଭଗବତ ଗୀତାରେ ଲେଖା ହେଇଛି। ଯେତେବେଳେ ବ୍ୟାସଦେବ ବସିକି ସରସ୍ୱତୀ ନଦୀ ସେଠି ସୁନ୍ଦର ଭାବରେ ପ୍ରବାହିତ ହେଉଛି। ଆମ ସେଥିରେ ଯେତେ ଯିଏ ଅଛନ୍ତି କେହି ବଦ୍ରୀନାଥ ଯାଇନାହାନ୍ତି। ଆମେ
ପ୍ରାୟ ଜୀବନରେ 10 ଥର ଖଣ୍ଡ ଯାଇଛୁ, ସେଥିରେ 2 ଥର ବ୍ୟାସ ଗୁମ୍ଫାରେ ବସିଛୁ। ସେ ପିଲାକୁ ରଖନ୍ତୁ, ନେଇଯାଆନ୍ତୁ। ଏବଂ କ'ଣ କରିବେ ନା ସେ ସୁନ୍ଦର ଭାବରେ ସରସ୍ୱତୀ ନଦୀ ପ୍ରବାହିତ ହେଉଛି। ସେଇଠି ନଦୀଟି ହିମାଳୟରୁ ଆସୁଛି ଏବଂ ସେଇଠି କିଛି ବାଟ ଆଗ ଗଲା ପରେ ସେ କେଉଁଠି ପାତାଳଗାମୀ ହେଇଯାଉଛି ଯେ ଆଉ ଜଣାପଡ଼ୁନି। ଏବଂ ଏକଦମ ସୁନ୍ଦର ଏମିତି ଦୁଗ୍ଧ ଧଳା ଭଳିଆ ତାର ପାଣି, ଫେଣଯୁକ୍ତ ପାଣି ମାନେ ନିର୍ଗତ ହେଉଛି। ବାବା ସେଠି ବସିଛନ୍ତି, ଧ୍ୟାନ କରିଛନ୍ତି। କହିଲେ ସେସବୁ ଆବଶ୍ୟକ ନାହିଁ। ତେଣୁ ବ୍ୟାସଦେବ ବସି ଚିନ୍ତା କରୁଛନ୍ତି, ଏ କଳିଯୁଗ ଲୋକମାନେ ଅଳ୍ପାୟୁ ହେବେ, ନାନା କାମନା ବାସନା ଯୁକ୍ତ ହେବେ, ସବୁବେଳେ ସାଂସାରିକ କାମରେ ଏତେ ଲିପ୍ତ ରହିବେ, ଏତେ ଯୁକ୍ତ ରହିବେ। ତେଣୁ କ'ଣ ହେବ ନା ସେମାନେ କେବେ ଭଗବାନଙ୍କୁ ଭଜନ କରିବା, ଧ୍ୟାନ କରିବା, ଜପ କରିବା, ପୂଜା ପାଠ କରିବା, କୀର୍ତ୍ତନ କରିବା ତାଙ୍କ ପାଖରେ ଆଉ ସମ୍ଭବପର ହେବ ନାହିଁ। ସେମାନେ ସବୁବେଳେ ବହିର୍ମୁଖୀ ହେବେ, ବାହ୍ୟ କର୍ମରେ ଲିପ୍ତ ରହିବେ, ମନକୁ ଅନ୍ତର୍ମୁଖୀ କରିବେ ନାହିଁ, ସାଧନା କରିବେ ନାହିଁ ଏବଂ ଯୋଗ ଅଭ୍ୟାସ କରିପାରିବେ ନାହିଁ। କାହିଁକି ନା ସମସ୍ତେ ରୋଗଗ୍ରସ୍ତ ହେବେ। କାହିଁକି ରୋଗଗ୍ରସ୍ତ ହେବେ? ଚରକ ସଂହିତା ଯଦି ଆପଣ ପାଠ କରିବେ ଭଲ ଭାବରେ ଜାଣିପାରିବେ। ପୂର୍ବାର୍ଜିତ ପାପଂ ବ୍ୟାଧି ରୂପେଣ ପୀଡ଼ିତଂ। ପୂର୍ବର ଅର୍ଜିତ ପାପଟା ବ୍ୟାଧି ରୂପରେ ଭୋଗ କରିବାକୁ ପଡ଼େ। ସେସବୁ କଥା ବହୁତ ଶାସ୍ତ୍ର ଜ୍ଞାନର କଥା, ତାକୁ ଏତେ ଜାଣିବାଟା ଭଲ ନୁହଁ। କାରଣ ସ୍ୱଳ୍ପ ସମୟ, ନାନା ବାଧାବିଘ୍ନ ପ୍ରତିବନ୍ଧକ ଏବଂ ଯେତେ ସର୍ଟକଟରେ, ଯେତେ କମରେ ଆମେ ଏଇ ଭଗବତ ଦର୍ଶନକୁ ବୁଝିବା, ଜୀବନରେ କାର୍ଯ୍ୟକାରୀ କରିବା, ସେ ଅବସ୍ଥା ଆମର କେମିତି ଲାଭ ହେବ, କ'ଣ ଅବସ୍ଥା? ପୁଣି ଆପଣ ଭାଗବତକୁ ଫେରିଯିବେ। ଅତି ଛୋଟିଆ କଥାଟେ ବ୍ୟାସଦେବ ଲେଖିଛନ୍ତି ସଂସ୍କୃତରେ, ତାକୁ ଓଡ଼ିଆ ଅନୁବାଦ କରୁଛନ୍ତି ଜଗନ୍ନାଥ ଦାସ। ଜୀବର ବଧ୍ୟ ମୁଖ ବେନି, ବିଚାର ଯେତେ ଶାସ୍ତ୍ର ଘେନି, କେବେ ନ ପାଇତା ଅନ୍ତ, ଏଣୁ ସେ ବୁଲାନ୍ତି ଅନନ୍ତ। ଜୀବର ବଦ୍ଧ ମୁଖ, କ'ଣ କଲେ ଜୀବ ବନ୍ଧନରେ ପଡ଼ୁଛି, କ'ଣ କଲେ ଜୀବ ମୋକ୍ଷର ଅଧିକାରୀ ହେବ, କ'ଣ କଲେ ସେ ମୋକ୍ଷର ଅଧିକାରୀ ହେବ। এই ଜମା ଏତିକି କଥା ଶାସ୍ତ୍ରରେ ଲେଖା ଅଛି। ଜୀବର ବଧ୍ୟ ମୋକ୍ଷ ବିନି, ବିଚାର ଯେତେ ଶାସ୍ତ୍ର ଘେନି, କେବେ ନ ପାଇତା ଅନ୍ତ, କେବେ ନ ପାଇତା ଅନ୍ତ, ଏଣୁ ସେ ବୋଲାନ୍ତି ତାର ଅନ୍ତ କେହି ପାଇନାହାନ୍ତି। ଦେଖୁନାହାନ୍ତି ଆପଣଙ୍କୁ ଏତେ ଆପଣ ଭାବୁଛନ୍ତି ମୋର ଏବେ ଜନ୍ମ ହେଲା, ଏଇ ଯେ ଯେତିକି ବର୍ଷ ବଞ୍ଚିଛି, ତା ପୂର୍ବରୁ ଆପଣ ଜନ୍ମ ହେଇକି ଯାଇଛନ୍ତି ଯେ ଆପଣଙ୍କର ଜଣା ଅଛି? ସେଇ ପୁଣି ଭଗବତ ଗୀତାକୁ ଫେରିଯିବେ, ସେଇ ବ୍ୟାସଦେବଙ୍କର କଥା। ଜାତ ସ୍ୱଇଁ ଧ୍ରୁବ ମୃତ୍ୟୁ, ଧ୍ରୁବଂ ଜନ୍ମ ମୃତ୍ୟୁଶ୍ଚ। ଜନ୍ମ ହେଲେ ମୃତ୍ୟୁ ନିଶ୍ଚିନ୍ତ, ମୃତ୍ୟୁ ହେଲେ ଜନ୍ମ ନିଶ୍ଚିନ୍ତ। କହି ଆମେ ଏ କଥା ଜାଣିଛୁ। ଆପଣ ସବୁ ଜାଣିଛନ୍ତି, କ'ଣଟା ନ ଜାଣିଛନ୍ତି କୁହନ୍ତୁ? ଚେତନାରେ ଅଛନ୍ତି ସମସ୍ତେ ପଣ୍ଡିତ, କିନ୍ତୁ କାର୍ଯ୍ୟ ଚଳିବା ଜୀବନଟା ହେଉଛି ମୂର୍ଖ, ଅଜ୍ଞାନ। ଯେମିତି ଜଣେ ପଣ୍ଡିତ ମୋଚିକାରକୁ କହିଲେ, ଆମକୁ ତ ମୋଚି କହିବାକୁ ଇଚ୍ଛା ହେଉନି, ଖାଲି ଜଷ୍ଟ ବସିଛୁ ବୋଲି କହୁଛୁ, ମୋ ଜୋତା ଦୁଇଟା ସିଲେଇ କରିଦେ। ନାଇଁ ଆଜି ସିଲେଇ କରିହେବନି, 2 ଦିନ ସମୟ ଲାଗିବ। ନା ମୁଁ କେମିତି ଚାଲିବି? ନା ଆଉ ହଳେ ଜୋତା ଅଛି, ସେଇଟା ନେଇକି ତୁମେ ବ୍ୟବହାର କର। ନା ମୁଁ ପଣ୍ଡିତ। ସାଧାରଣତଃ ଆଗେମାନେ ଆଗେ ସମସ୍ତ ବ୍ରାହ୍ମଣମାନେ ପଣ୍ଡିତ ହେଉଥିଲେ, ଅଲଗା ଜାତି କେବେ ପଣ୍ଡିତ ହେଇପାରୁନଥିଲେ। କାରଣ ବ୍ରାହ୍ମଣମାନଙ୍କର ସଂସ୍କାର ଥିଲେ, ସେମାନେ ବ୍ରାହ୍ମଣ ହେଇକି ଜନ୍ମ ହୁଅନ୍ତି, ସୁସଂସ୍କାର ଥିଲେ। ଯେ ବ୍ରାହ୍ମଣ କୁଳରେ ଜନ୍ମ ହୋଇ ଯାହାର ସୁସଂସ୍କାର ନଥିବ ସେ କ'ଣ ବ୍ରାହ୍ମଣ?
ସେ ଚତୁର୍ବର୍ଣ୍ଣଙ୍କୁ ମୟା ସୃଷ୍ଟ ଗୁଣ କର୍ମ ବିଭାଗସ୍ୟ, ଗୁଣ ଆଉ କର୍ମ ନେଇ ଚାରି ବର୍ଣ୍ଣର ସୃଷ୍ଟି ହେଇଛି। ଏ ବ୍ରାହ୍ମଣ ହେଇକି ସବୁବେଳେ ଚାଷ କାମ କରୁଥିବ, ଯଦି ବ୍ରାହ୍ମଣ କୂଳେ ଜନ୍ମ ହେଇଥିବ ସେ ଚାଷୀ ନା। ତେଣୁ ଶୁଳ୍କରେ ଲେଖା ଅଛି, ସମସ୍ତେ ପଢ଼ିଛନ୍ତି, ସମୟର ଅଭାବ। ଜନ୍ମନା ଜାୟତେ ଶୂଦ୍ର ସଂସ୍କାର ଦ୍ୱିଜ ଉଚ୍ଚତେ ବେଦବ୍ୟାସ ଭବେତି ବିପ୍ର ବ୍ରହ୍ମ ଜାନତି ଯ। ଯିଏ ବ୍ରହ୍ମକୁ ଜାଣିଛି ସେ ହିଁ ବ୍ରାହ୍ମଣ। ଯିଏ ବ୍ରାହ୍ମଣ କୂଳରେ ଜନ୍ମ ହୁଏ ସେ ବ୍ରାହ୍ମଣ ନୁହେଁ। ଯିଏ ବ୍ରାହ୍ମଣ କୂଳରେ ଜନ୍ମ ହେଇଛି ସେ ହେଉଛି ଶୂଦ୍ର। ସେ ଯେତେବେଳେ ଜନ୍ମ ନା ଜାୟତେ ଶୂଦ୍ର, ସଂସ୍କାର ଯେତେବେଳେ ହୁଏ, ଉପନୟନ କର୍ମ ତାର ହୁଏ, ସେ ଦ୍ୱିଜ ହୁଏ, ଆଉ ଥରେ ଜନ୍ମ ହୁଏ। ଯେତେବେଳେ ସେ ବେଦ ପାଠ କରିବ ବିପ୍ର ହେବ, ଯେତେବେଳେ ସେ ବ୍ରହ୍ମକୁ ଉପଲବ୍ଧି କରିବ ସେ ବ୍ରାହ୍ମଣ ହେବ। ତେଣୁ ସମସ୍ତେ ବ୍ରାହ୍ମଣ ହେଇପାରିବେ। ଲାଇଡି ବାବା କହୁଥିଲେ, ଯିଏ କ୍ରିୟାଭ୍ୟାସ କରେ ଏବଂ ପରାବସ୍ଥା ଲାଭ କରେ, ସେ ଖାଲି କହିଲେ ଯିଏ କ୍ରିୟା ଅଭ୍ୟାସ କରେ ନିଷ୍ଠାର ସହିତ, ଭାବର ସହିତ, ଭକ୍ତିର ସହିତ, ସେ ବ୍ରାହ୍ମଣ। ଯିଏ କ୍ରିୟା ଅଭ୍ୟାସ କରେ, କ୍ରିୟା ଦୁଇଟା ଅକ୍ଷରକୁ ଯିଏ ବୁଝିଥାଏ। ତେଣୁ ବ୍ୟାସଦେବଙ୍କ ଜନ୍ମ କଥାରୁ କୁଆଡ଼େ କୁଆଡ଼େ କଥା ଯାଉଛି। ଏସବୁ କଥା କେଉଁଠୁ ଶିଖିଲ, କେଉଁଠି ଜାଣିଲ ନା, ଏଇ ସମସ୍ତ କଥା ବ୍ୟାସଦେବଙ୍କ ରଚିତ ଗ୍ରନ୍ଥରୁ, ଗୀତା ଭାଗବତରୁ ଏ ସମସ୍ତ କଥା ଉଦ୍ଧାର କରାଯାଉଛି। କାହିଁକି ନା ଆ ଦ୍ୱାରା ମାନବକୁ ଶାନ୍ତି ମିଳୁଛି। କାହିଁକି ଶାନ୍ତି ମିଳୁଛି ନା, ଯେତେବେଳେ ମନୁଷ୍ୟ ପ୍ରକୃତ ସତ୍ୟଟାକୁ ଜାଣେ ସେତେବେଳେ ଶାନ୍ତି ମିଳେ। ତେଣୁ ଗୋଟିଏ କଥା ରହିଗଲା, ଜୀବନର ବନ୍ଧନ ଆଉ ମୋକ୍ଷ। କ'ଣ କଲେ ଜୀବ ବନ୍ଧନରେ ପଡ଼ୁଛି, କ'ଣ କଲେ ଜୀବ ମୋକ୍ଷ ହେଉଛି। ଆପଣ ଯଦି ଜାଣିଛନ୍ତି ସମସ୍ତ କଥା, ତାହେଲେ ଆପଣ କେବେଠାରୁ ଆପଣ ସେ ପରମାତ୍ମା ପରବ୍ରହ୍ମ ଠାରୁ ଆସିଛନ୍ତି। କେତେ ସତ୍ୟ ଗଲାଣି, କେତେ ତ୍ରେତୟା ଗଲାଣି, କେତେ ଦ୍ୱାପର ଗଲାଣି, କେତେ କଳି ଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଆପଣ ସତ୍ୱ ଗୁଣର ଅଧିକାରୀ ହେଇପାରିନାହାନ୍ତି, ଏ ଚାହୁଁ ବି ନାହାନ୍ତି। ଆଜିର ପ୍ରସଙ୍ଗ ଗୁରୁ ଶିଷ୍ୟର ମିଳନ। ଆଜି ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା। ଏ ଗୁରୁ ପୂର୍ଣ୍ଣିମାରେ ଗୁରୁ ଶିଷ୍ୟଙ୍କର ମିଳନ। ଗୁରୁ ଶିଷ୍ୟଙ୍କ ମିଳନରେ କ'ଣ ହୁଏ ନା, କଥୋପକଥନ ହୁଏ, କଥା ଚାଲେ। କି କଥା ନା, ଭଗବତ କଥା, ସାଂସାରିକ କଥା ନୁହେଁ। ଆପଣ ସଂସାର ଛାଡ଼ିକି ଟିକେ ଆସିଛନ୍ତି କ'ଣ ପୁଣି ସଂସାର କଥାବାର୍ତ୍ତା ହେବା ପାଇଁ? ଛାଡ଼ିକି ବା ଆସିଲେ ଭାଗବତ ପ୍ରସଙ୍ଗ ଶୁଣିବା ପାଇଁ, ପୁଣି ଏଠି ଆସି କ'ଣ ସଂସାର କଥା ପଡ଼ିଲେଣି? ଦେଖନ୍ତୁ, ପ୍ରତ୍ୟେକଟି ମୁହୂର୍ତ୍ତରେ ସେ ଆପଣଙ୍କୁ ମାୟାରେ ପକାଇ ଦେଉଛନ୍ତି। ମାୟାରେ କରି ଅଙ୍ଗ ସଙ୍ଗ, ତପ କରନ୍ତି ତାର ଭଙ୍ଗ। ସେ କିମ୍ପା ଛାଡ଼ି ଆମ୍ବ ଲୋକ, ସେ କିମ୍ପା ଯିବ ହିଁ ବିଷ୍ଣୁ ଲୋକ। ସେ ଆକୁ ସବୁ ଛାଡ଼ିକି କାହିଁକି ବିଷ୍ଣୁ ଲୋକକୁ ଯିବ? ଆପଣ ସାଧନା କରନ୍ତୁ, ଅନେକ ନେଗେଟିଭ୍ ପାୱାର ଆପଣଙ୍କୁ ଆଟାକ୍ କରିବେ। ସମସ୍ତେ ଈର୍ଷାପରାୟଣ ହେବେ, ସମସ୍ତେ ଆପଣଙ୍କୁ ବିରୋଧ କରିବେ। ଯଦି ଆପଣ ନିଜକୁ ପୂର୍ଣ୍ଣ ରୂପରେ ସମର୍ପଣ କରିଥିବେ ଗୁରୁଙ୍କ ପାଖରେ, ଗୁରୁଙ୍କ ଉପଦେଶକୁ ଜୀବନରେ ଅକ୍ଷର ଅକ୍ଷର ପାଳନ କରି ଚାଲିଥିବେ, ତାହେଲେ ପ୍ରତ୍ୟେକ ପ୍ରତିକୂଳ ପରିବେଶକୁ ଅତିକ୍ରମ କରି ଆପଣ ଦିନ ଅନୁକୂଳ ପରିବେଶରେ ପହଞ୍ଚିବେ। ଆପଣ ଦେଖନ୍ତୁ, ପ୍ରଥମ ଆପଣଙ୍କର ଭିତରେ ଯେଉଁ ମନଟିଏ ଅଛି, ସେ ଆପଣଙ୍କୁ କେତେବେଳେ ସତ ପଥକୁ ଛାଡ଼ି ଦେଉନାହିଁ। ସେଥିଲାଗି ଶାସ୍ତ୍ରରେ ଲେଖା ଅଛି, ମନ ଏବ ମନୁଷାଣାଂ କାରଣଂ ବଧମୋକ୍ଷୟ। ଏଇ ମନ ହେଉଛି ବନ୍ଧନ ମୋକ୍ଷର କାରଣ। ନିଦ ଭାଙ୍ଗିଲା, ଗୁରୁଦେବ ଡାକିଲେ, ରାତି 4ଟା ହେଲା, ଉଠନ୍ତୁ, ଧ୍ୟାନ କରନ୍ତୁ। ରାମକୃଷ୍ଣ ପରମହଂସ ରାତି 4ଟାରେ ଉଠୁଥିଲେ ଏବଂ ଶିଷ୍ୟମାନଙ୍କୁ ଡାକୁଥିଲେ। ଯେଉଁ 10-12 ଜଣ ତାଙ୍କ ପାଖରେ ଥିଲେ ଯୁବକ ଶିଷ୍ୟ, ଉଠନ୍ତୁ ସମସ୍ତେ ଧ୍ୟାନ କରନ୍ତୁ। ପ୍ରତ୍ୟେକ ଦିନ ଉଠଉଥିଲେ। ଗୁରୁଙ୍କର କର୍ତ୍ତବ୍ୟ କ'ଣ ଦେଖନ୍ତୁ।
ପୁଣି ଶିଷ୍ୟର କର୍ତ୍ତବ୍ୟ ପୁଣି କୁହାହେବ। ଆଜି ଗୁରୁର କର୍ତ୍ତବ୍ୟ, ଶିଷ୍ୟର କର୍ତ୍ତବ୍ୟ ଗୁରୁ ପୂର୍ଣ୍ଣିମାରେ ଆଲୋଚନା। ତାପରେ ରାମକୃଷ୍ଣ ପରମହଂସ ଉଠିଲା ବେଳେ ଶାରଦା ଦେବୀଙ୍କୁ ବି ଡାକୁଥିଲେ, ଉଠ ଜପରେ ବସ, ଧ୍ୟାନରେ ବସ। ଥରେ ମା ଉଠିବା ଡେରି କଲେ, ଠାକୁରେ କ'ଣ କଲେ, ଗୋଟେ ବାଲ୍ଟି ପାଣି ନେଇ ଢାଳିଦେଲେ। ତେଣୁ କେତେ ବଡ଼ କଥା ଥରେ ଚିନ୍ତା କରନ୍ତୁ। ସ୍ୱାମୀ ଶିବାନନ୍ଦ ମାନେ ଶିଷ୍ୟମାନଙ୍କୁ ଏତେ ସୁନ୍ଦର ଭାବରେ ପାଳୁଥିଲେ, ସୁନ୍ଦର ଭାବରେ ଉପଦେଶ ଦେଉଥିଲେ, ଏତେ ମିଠା କଥା କହୁଥିଲେ ଏବଂ ସମସ୍ତଙ୍କୁ ପୁଅଠାରୁ ଆହୁରି ଅଧିକା ସ୍ନେହ ଏବଂ ଶ୍ରଦ୍ଧା କରୁଥିଲେ। କାହିଁକି ନା ସେମାନେ ଘରଦ୍ୱାର ଛାଡ଼ି ଭଗବତ ପ୍ରାପ୍ତି ପାଇଁ ଆଜି ସନ୍ନ୍ୟାସ ଆଶ୍ରମକୁ ପଳାଇ ଆସିଛନ୍ତି। ଯାହାକୁ ଭଲ ଲାଗୁନାହିଁ, ଡିଷ୍ଟର୍ବ ହେଉଛ, ସେ ଉଠିକି ଦୟାକରି ପଳାଅ, ଜମା ବସ ନାହିଁ। ତେଣୁ ଗୁରୁ ସବୁବେଳେ ଚାହାନ୍ତି ମୋର ପ୍ରତ୍ୟେକଟି ଶିଷ୍ୟ, ପ୍ରତ୍ୟେକଟି ସନ୍ତାନ ଗୁରୁରେ ପରିଣତ ହେଇଯାଉ। ଗୁରୁ କେତେବେଳେ ଚାହାନ୍ତି ନାହିଁ ମୋର ଶିଷ୍ୟ କେତେବେଳେ ସେ ଶିଷ୍ୟ ହେଇକି ରହିଯାଉ। ତେଣୁ ଗୁରୁଙ୍କ କଥାକୁ ସାଧାରଣ ଶିଷ୍ୟମାନେ ବୁଝିପାରନ୍ତି ନାହିଁ ଏବଂ କାହାକୁ ସେ କେମିତି ଗଢ଼ନ୍ତି, କାହାକୁ କିଭଳି ଜ୍ଞାନ ଦିଅନ୍ତି, କିଭଳି ସାଧନା ଦିଅନ୍ତି, କିଭଳି ଭାବରେ ଉପଦେଶ ଦିଅନ୍ତି, ସେ କଥା ସେ ଜାଣନ୍ତି। ସମସ୍ତଙ୍କର ସଂସ୍କାର ଦେଖି, ସମସ୍ତଙ୍କର ସଂସ୍କାର ଦେଖି ଜନ୍ମ ଜନ୍ମାନ୍ତରର ସଂସ୍କାରଟା ଫୁଟି ଉଠେ ତମର ୱାର୍କ ଆଉ ୱାର୍ଡ଼ରେ। ତମ ଜନ୍ମ ଜନ୍ମାନ୍ତରର ସଂସ୍କାରଟା ସେଇଟା କାରଣ ଶରୀରରେ ବାସନା ରୂପରେ ନିଶ୍ଚୟାତ୍ମକ ବୃତ୍ତିରେ, ମାନେ ଫିକ୍ସ ବୃତ୍ତିରେ ରହିଯାଇଛି, ସେ ହଲଚଲ ହେଉନାହିଁ। ତମର ବାସନାଟାକୁ ସାଧାରଣ ଲୋକ ବୁଝିପାରିବେ ନାହିଁ। ଖାଲି ବୁଝିବେ କାମନାଟା ବୁଝିବେ, ମୋ ଭିତରେ ଏଇଟା ଆସୁଛି, ସେଇଟା ହିଁ କାମନା। କାମନାଟା କେଉଁଠୁ ଆସିଲା ସେ ବୁଝିପାରିବେ ନାହିଁ। କାମନାଟା ଆସିଲା ବାସନାରୁ। ବାସନାଟା କେଉଁଠି ଅଛି, କେମିତି ଅଛି ନା ଜନ୍ମ ଜନ୍ମାନ୍ତର ଯେଉଁ ସଂସ୍କାର ଗୁଡ଼ିକ, ମୁଁ ତ କୋଟି କୋଟି ଥର ଜନ୍ମ ହେଲିଣି, ସେ ଜନ୍ମ ମୃତ୍ୟୁ ଚକ୍ରରେ ମୁଁ ଘୁରି ବୁଲୁଛି। ମୁଁ ତ ଏବେ ଚାହୁଁନି ଉଦ୍ଧାର ହେବା ପାଇଁ, ମୁଁ ତ ଏବେ ଚାହୁଁନି ମୁଖ୍ୟ ହେବା ପାଇଁ। କାହିଁକି ନା ମୋ ଭିତରେ ବିବେକ ଅଛି କି? ଅଛି ମୋ ଭିତରେ ବିବେକ। କ'ଣ ବିବେକର ଡ୍ୟୁଟି? ନା ବିବେକର ଡ୍ୟୁଟି ହେଉଛି ପାପ ଆଉ ପୁଣ୍ୟକୁ କହିଦେବ। ପାପ ପୁଣ୍ୟକୁ କହିଦେବ, ଏଇଟା ଠିକ୍, ଏଇଟା ଠିକ୍ ନୁହେଁ, ଏଇଟା ଭୁଲ, ଏଇଟା ଭୁଲ ନୁହେଁ, ଏଇଟା ସତ୍ୟ, ଏଇଟା ଅସତ୍ୟ, ଏଇଟା ମିଥ୍ୟା, ଏଇଟା ମାୟା। ତାହିଁ ଯିଏ ତମ ଭିତରେ ସବୁବେଳେ ଯଦି କହି ଚାଲିଛି, ତୁମେ ଜାଣିବ ତୁମର ବିବେକ ଉଦୟ ହେଲା। ଯେତେବେଳେ ତୁମେ ପ୍ରକୃତ ଭାବରେ ସତ୍ୟ ମିଥ୍ୟାକୁ ଜାଣିପାରିଲ, ତମର ବିବେକ ଉଦୟ ହେଇଛି ବୋଲି ତୁମେ ଜାଣିଲ। ଯଦି ତୁମେ ସତ୍ୟ ମିଥ୍ୟାକୁ ଏ ଜନ୍ମରେ ଜାଣିପାରୁନାହ, ଜାଣିବ ତମ ଭିତରେ ବିବେକ ଉଦୟ ହେଇନି। ଯାହା ଭିତରେ ବିବେକ ଉଦୟ ହେଇନି, ତା ଭିତରେ କେବେ ବୈରାଗ୍ୟ ଆସିବ ନାହିଁ। ଯାହା ଭିତରେ ବିବେକ ଉଦୟ ହେଇନି, ତା ଭିତରେ କେବେ ବୈରାଗ୍ୟ ଆସିବନି। ବୈରାଗ୍ୟ ଅର୍ଥ ବିତରାଗ ଇତି ବୈରାଗ୍ୟ, ମାନେ ରାଗ ଅର୍ଥ ଆସକ୍ତି। ଆପଣଙ୍କର କେଉଁଥିରେ ଆଉ ଆସକ୍ତି ରହିବନି। କାହିଁକି ନା ଆପଣ ମିଛଟାକୁ କ'ଣ ଭଲ ପାଇବେ? ସତ୍ୟକୁ ଭଲ ପାଇବେ ନା ଆଉ ଆପଣ ମିଛଟାକୁ କ'ଣ ଭଲ ପାଇବେ? ଆପଣ ଦେଖନ୍ତୁ, ନିଜ ଜୀବନକୁ ସମୀକ୍ଷା କରନ୍ତୁ। ପ୍ରତ୍ୟେକଟି ମୁହୂର୍ତ୍ତରେ ଆପଣ ମିଛକୁ ଭଲ ପାଉଛନ୍ତି। ପ୍ରତ୍ୟେକଟି ମୁହୂର୍ତ୍ତରେ ନିଜକୁ ସମୀକ୍ଷା, କାହାକୁ ଦେଖନ୍ତୁ ନାହିଁ।
ଆପଣ ଦେଖିଲେ ଦୋଷୀ ହେଇଯିବେ। ଯଦି ଦେଖିବାକୁ ଆରମ୍ଭ କରିଦେଲେ ଆପଣ ସେ ଏତେ ବଡ଼ ଭଗବତ ମାୟାରେ ପଡ଼ିଯିବେ, ଆପଣ ସେ କବଳରୁ ମୁକ୍ତି ଲାଭ କରିବା ବଡ଼ କଷ୍ଟକର ବ୍ୟାପାର। ଯଦି ବିବେକ ଉଦୟ ହେଇଥିବ ଆପଣ କେବେ ପଡ଼ିବେ ନାହିଁ। ବିବେକ କେମିତି ଆସିବ ନା ସତସଙ୍ଗ ବିନୁ ବିବେକ ନ ହୋଇ। ଦେଖୁନାହାନ୍ତି ସତ୍ସଙ୍ଗରେ କେତେ ଶ୍ରଦ୍ଧା, ସତ୍ସଙ୍ଗରେ କେତେ ଶ୍ରଦ୍ଧା, ଅସତ ସଙ୍ଗ ସହିତ କେତେ ଶ୍ରଦ୍ଧା। ପୁଅ ପାଇଁ କେତେ ସୁନ୍ଦର ଡ୍ରେସ୍, ଝିଅ ପାଇଁ କେତେ ସୁନ୍ଦର ଡ୍ରେସ୍, କେତେ ସୁନା, କେତେ ଅଳଙ୍କାର, କେତେ ପ୍ରକାର ଜମିବାଡ଼ି, ଗାଡ଼ି ଘୋଡ଼ା ବାପା ମା ସବୁ ରଖିକି ସଞ୍ଚୟ କରି ଦିନ କାଟୁଛନ୍ତି। ଅସତ ଭାଗବତରେ ଲେଖା ହେଇଛି, ସୁତ ତନୟ ଦାରା ଦାସ ଏ ସର୍ବ ବିଜୁଳି ପ୍ରକାଶ। ବିଜୁଳି ମାରିବାଟା ଦେଖିଛନ୍ତି? କେତେ ମୁହୂର୍ତ୍ତ ବିଜୁଳି ମାରିବା। ଏମିତି ସବୁ ଡିଷ୍ଟର୍ବ। ସମସ୍ତେ କହୁଛନ୍ତି ବାହା ହେଲେ କ'ଣ ଡିଷ୍ଟର୍ବ? ନା, ବାହା ହେଲେ ଈଶ୍ୱର ପ୍ରାପ୍ତି ହବ। ମୁନି ଋଷି ସବୁ ବୋକା ଉଲ୍ଲା। ଯେ ମୁନି ଋଷି ଜଗତରେ ଏବେ ଯେଉଁମାନେ ମୁନି ଋଷି ଦେହ ଧାରଣ କରିଛନ୍ତି ସେ ବୋକା ଉଲ୍ଲା। ଯେତିକ ଗ୍ରନ୍ଥ ବ୍ୟାସଦେବ ଲେଖିଛନ୍ତି ସେ ବୋକା ଉଲ୍ଲା। ଯାହା ହଉ ଶିଷ୍ୟମାନେ ଭଲ ଉପାଧି ଦେଇଛନ୍ତି, ବହୁତ ବଢ଼ିଆ, ସବୁଥିରେ ଆନନ୍ଦ। ଆଉ କ'ଣ କଥା ହେବ କି? ଡିଷ୍ଟର୍ବ ହେଲା ମାନେ ସେ ଭାବ କଟିଯାଏ। ତାଙ୍କୁ ନେଇ ପଦାକୁ ଯାଆନ୍ତୁ। ଆଉ କ'ଣ କଥା ମନେ ରହିଲା କି? କୋଉଠି କଥା ରହିଥିଲା? କୋଉଠି କଥା ରହିଥିଲା? ତେଣୁ ବୈରାଗ୍ୟ ଆମର ସୁତ ତନୟ ଦାରା ଦାସ ଏ ସର୍ବ ବିଜୁଳି ପ୍ରକାଶ। ବିଜୁଳି ଚାକିଣି ମାରି ଗୋଟେ ମୁହୂର୍ତ୍ତ, ସେମାନେ ସବୁ ସେଇଭଳି। ସୁତ ତନୟ ଦାରା ଦାସ ଏ ସର୍ବ ବିଜୁଳି ପ୍ରକାଶ। ଏ ପୁଣି ଯାଆନ୍ତି ନିଜ କର୍ମ ପଥେ, ଶୋକ ସନ୍ତାପ ଦେଇଚିତେ। ଦେଖୁନ ବିବାହିତ ଜୀବନରେ ସ୍ତ୍ରୀ, ପୁଅ, ଝିଅ ଯେଉଁମାନେ ସବୁ ତମ ପାଖରେ ରହିଲେ, ସେବକ ଯିଏ ସବୁ କେତେ କଷ୍ଟ ଦିଅନ୍ତି। ଏହାଙ୍କ ସଙ୍ଗେ ଲାଭ ହେଇ ଏଇ ଭାବ ମୂଢ଼ ନ ଜାଣେ। ଏହାଙ୍କ ସଙ୍ଗେ ଲାଭ ଏଇଆ ମିଳୁଛି, ଏ କଥାକୁ ମୂଢ଼ ଜାଣିପାରୁନାହିଁ। ତାକୁ ଶାସ୍ତ୍ରକାର ବ୍ୟାଖ୍ୟା କରିଛନ୍ତି, ଯେମିତି ଓଟ କଣ୍ଟା ଘାସ ଖାଉଛି, ସବୁ ଜାଣିଛନ୍ତି ଆପଣ କଥା, କିନ୍ତୁ ଚେତନା ନାହିଁ। କିନ୍ତୁ କ'ଣ ହେଉଛି? ଫୁଟି ଯାଉଛି ତା ମୁହଁ, ରକ୍ତ ବାହାରୁଛି, ସେ ତାକୁ ଖାଉଛି, ଭାବୁଛି ଘାସରୁ ହିଁ ରକ୍ତ ମିଳୁଛି। ଯେମିତି କୁକୁର ହାଡ଼ ରପଟଉଛି, ତା ଦାନ୍ତରୁ ରକ୍ତ ବାହାରୁଛି, ସେଇଭଳି। କାହିଁକି ନା ମଣିଷ ଜୀବ ଅଜ୍ଞାନ ଭାବ ଦେଖ, ଦୁଃଖକୁ ମଣେ ମହାସୁଖ। ଏସବୁ ବ୍ୟାସଦେବଙ୍କର କଥା। ତେଣୁ ଆମେ ସେଥିଲାଗି ବ୍ୟାସଦେବଙ୍କର ମାନବ ସମାଜକୁ ଏଭଳି ଦାନ, ମାନେ ମେଣ୍ଟାଲ ପିସ୍। ଏବେ ତ ସମସ୍ତେ ଦିନ ଆସିବ ଗୋଟେ ଗୋଟେ ମାନସିକ ରୋଗୀ ହେବେ। କାହାର ଶରୀର ସୁସ୍ଥ, ମନ ସୁସ୍ଥ, ମସ୍ତିଷ୍କ ସୁସ୍ଥ, ବ୍ରେନ୍ ସୁସ୍ଥ, କାହାର ଆଉ ରହିବ ନାହିଁ। କାହିଁକି ନା ଲୋକ ଯେତେ ଭଗବାନଙ୍କ ଠାରୁ ଦୂରେଇ ଯିବ, ଆଧ୍ୟାତ୍ମିକ ଠାରୁ ଦୂରେଇ ଯିବ, ବିବେକ ବୈରାଗ୍ୟ ଠାରୁ ଦୂରେଇ ଯିବ, ଈଶ୍ୱରାଭିଳାଷୀ ତାର ଇଚ୍ଛା ହେବ ନାହିଁ ଏବଂ ଅନ୍ତର୍ମୁଖୀ ନ ହୋଇ ବହିର୍ମୁଖୀ ହେବ, ତାର ଯେତେ ଦେହବୋଧ ଜ୍ଞାନ ଆସିବ, ଜୀବବୋଧ ଜ୍ଞାନ ଆସିବ, ସେ ସେତେ ଦୁଃଖ ଯନ୍ତ୍ରଣା କଷ୍ଟ ହିଁ ପାଇବ। ତ
ତେଣୁ ସମସ୍ତ ଦୁଃଖ, ସମସ୍ତ ଯନ୍ତ୍ରଣା, ସମସ୍ତ କଷ୍ଟ ପ୍ରାପ୍ତି ହୁଏ ମଣିଷକୁ ଦେହ ବୋଧରୁ। କେବେ ଆତ୍ମଜ୍ଞାନର ଯେ ଅଧିକାରୀ ହେବ, ଯାହା ଭିତରେ ଆତ୍ମବୋଧ ଅବସ୍ଥା ଆସିବ ଏବଂ ସେ କେବେ ସାମାନ୍ୟ ଦୁଃଖଟିକୁ ଅନୁଭବ କରିପାରିବ ନାହିଁ। ଯେତେବେଳେ ସେ ଦେହକୁ ଫେରି ଆସୁଛି, ସେ ସମସ୍ତ ଦୁଃଖ ଯନ୍ତ୍ରଣା କଷ୍ଟ ଭୋଗ କରୁଛି। ଏ ସମସ୍ତ କଥା ଜ୍ଞାନ ରାଜ୍ୟର କଥା। ଜ୍ଞାନର ପରିପକ୍ୱ ଅବସ୍ଥାରେ ସାଧକ ଭିତରେ ଭକ୍ତି ଆରମ୍ଭ ହୁଏ। ଯେମିତି ପ୍ରତ୍ୟାହାର ପରିପକ୍ୱ ହେଲେ ଧାରଣା ଆସିବ, ଧାରଣାର ପରିପକ୍ୱ ହେଲେ ଧ୍ୟାନ ହେବ, ଧ୍ୟାନର ପରିପକ୍ୱ ଅବସ୍ଥାରେ ସମାଧି ହେବ, ସମାଧିର ପରିପକ୍ୱ ଅବସ୍ଥାରେ ନିର୍ବିକଳ୍ପ ସମାଧି ହେବ। ସେଇଭଳି ଯେତେବେଳେ ଜ୍ଞାନର ପରିପକ୍ୱ ଅବସ୍ଥା ଆସିବ, ବାସ୍ତବ ଜ୍ଞାନ ତୁମ ଭିତରେ ଆସିଯିବ, ତୁମେ ସେତେବେଳେ କ'ଣ କରିବ ନା ତୁମକୁ ଭକ୍ତି ଭାବଟା ତୁମ ଭିତରେ ଆସିବ। ତେଣୁ ଆଗେ ଗୁରୁକୁଳ ଆଶ୍ରମ ଯେଉଁ ଥିଲା, ମୁନି ଋଷି ସାଧୁସନ୍ଥମାନେ ଯେତେବେଳେ ଜଙ୍ଗଲରେ, ପାହାଡ଼ରେ, ଗିରିଗୁମ୍ଫାରେ ବସିକି ତପସ୍ୟାରତ ରହିଥିଲେ, ସେତେବେଳେ କ'ଣ ହେଉଥିଲା ନା ଯେଉଁମାନେ ମୋକ୍ଷାଭିଳାଷୀ, ଯାହା ଭିତରେ ବିବେକ ଆସିଥିଲା, ବୈରାଗ୍ୟ ଆସିଥିଲା, ମୋକ୍ଷାଭିଳାଷୀ ଯେଉଁମାନେ, ଏବଂ ସେଇମାନେ କ'ଣ ହେଉଛନ୍ତି ନା ଶାସ୍ତ୍ର ଅଧ୍ୟୟନ କରିବାର ଅଧିକାର ଅଛି, ଶାସ୍ତ୍ର ପଢ଼ିବାର ଅଧିକାର ଅଛି, ସେଇମାନେ ଶିଷ୍ୟ ହେବାର ଅଧିକାର ଅଛି। ବର୍ତ୍ତମାନ ଯୁଗରେ କେଉଁ ଶିଷ୍ୟ ଅନୁଶାସନ ମାନି ଚଳିବା ପାଇଁ ଆଦୌ ପ୍ରସ୍ତୁତ ନାହିଁ। କୌଣସି ଶିଷ୍ୟ ଆଉ ନାହାନ୍ତି। ଶାସନ ମାନି ଯିଏ ଚଳେ ସେ ହେଉଛି ଶିଷ୍ୟ। ତେଣୁ ପାତଞ୍ଜଳ ଯୋଗ ସୂତ୍ରରେ ଫାଷ୍ଟ ଲେଖା ହେଇଛି ଅଥ ଯୋଗାନୁଶାସନମ୍। ଯୋଗର ଅନୁଶାସନ, ଯୋଗ ଅର୍ଥ ଭଗବାନଙ୍କ ସହିତ ମିଳନ ହେବାକୁ ହେଲେ, ଯୁକ୍ତ ହେବାକୁ ହେଲେ, ସେ ଏକତ୍ଵ ଭାବ ଆମ ଭିତରେ ଆସିବାକୁ ହେଲେ ଆମକୁ କେତେ ଗୁଡ଼ିଏ ଅନୁଶାସନ ମାନି ଚଳିବାକୁ ପଡ଼ିବ। ନୀତି ଆଉ ନିୟମ, ନିଷ୍ଠା। କ'ଣ ବୋଲୁଥିଲେ? ନିଷ୍ଠାରୁ ଟିକେ ମୁଁ ଟଳିବି ନାହିଁ। ସନ୍ଧ୍ୟା ହେଲା, କେଉଁଠି ଭୋଜି ଭାତ ଆଜି ଅଛି, ଚାଲ ଯିବା, ଧ୍ୟାନଟା ଆଜି ଥାଉ। ସବୁବେଳେ କରୁଛୁ, ଆଜି କ'ଣ ନ କଲେ ଚଳିବ ନାହିଁ। ସେଇ ମନ କହୁନି, କ'ଣ ନା ବିବେକ ନାହିଁ ବୋଲି। କ'ଣ ତୁ ସବୁଦିନେ ଖାଉନୁ କି? ଏବେ କ'ଣ ପୁଣି ଆଉ ଥରେ ଖାଇବା କଥା ଭାବୁଛୁ? ଭୋଜି କ'ଣ ଖାଇନୁ? ନା ତୁ କ'ଣ ଧ୍ୟାନ କରିସାରିଲେ ଏଇଠି ପ୍ରସାଦ ପାଇବୁ ନାହିଁ? କେମିତି ଅଜ୍ଞାନତା, ଅନ୍ଧକାର ତମ ଭିତରକୁ ଘୋଟି ଆସୁଛି। ସେଥିଲାଗି ଗୁରୁକୁଳ ଆଶ୍ରମ ଗଲେ, ଗୁରୁଙ୍କ ସାନ୍ନିଧ୍ୟରେ ବସି ସତ୍ସଙ୍ଗ ଶୁଣିଲେ, ଶାସ୍ତ୍ର ଅଧ୍ୟୟନ କଲେ, ତମ ଭିତରେ କ'ଣ ଭାବ ଆସିବ ନା ବିବେକଟା କାମ କରିବ। ବିବେକ ଯେତେବେଳେ ତମ ଭିତରେ ପୂର୍ଣ୍ଣ ରୂପରେ କାମ କଲା, ତେମେ କ'ଣ ଆଉ ଅସତ ଜୀବନଯାପନ କରିବ? ମାୟାପୂର୍ଣ୍ଣ ଜୀବନଯାପନ କରିବ? ଆଉ କ'ଣ ଭୁଲ କରିବ? ପ୍ରତ୍ୟେକଟି ମୁହୂର୍ତ୍ତରେ ତମ ବିବେକ ତମ ଭିତରେ ମାଡ଼ଟିଏ ଦେବ, ଠାଏ ଠାଏ ଚଟକଣା ଖାଲି ମାରିବ। ଯିଏ ସାଧନା କରିଛି ସେ କଥାକୁ ବୁଝିପାରିବ, ତମମାନେ ବୁଝିପାରିବନି। କାରଣ ଯିଏ ଜଣେ ଗୃହସ୍ଥ ଆଶ୍ରମରେ ଅଛି, ସଂସାରର ସବୁ କଥାଟାକୁ ଉପଭୋଗ କରୁଛି, ସଂସାରର ସବୁ କଥାଟାକୁ ସେ କରୁଛି, ସେ କି ଜାଣିବ ତ୍ୟାଗ ବୈରାଗ୍ୟର ମୂଲ୍ୟ କ'ଣ? ଯିଏ ବିବାହିତ, ସେ କ'ଣ ଜାଣିପାରିବ? ଅବିବାହିତ ଲୋକର କଥାଟା ଜାଣିପାରିବ? ଯେତେବେଳେ ସେ ସ୍ତ୍ରୀକୁ ତ୍ୟାଗ କରି ଏକୁଟିଆ ରହିବ, ସେତେବେଳେ ସେ ବୁଝିବ ଏ ଅବିବାହିତ ବ୍ୟକ୍ତି କେମିତି ଜୀବନଯାପନ କରେ। ତେଣୁ ସେ ଜଗତକୁ ଯିଏ ନ ଗଲେ ସେ କଥା ବୁଝିପାରିବ ନାହିଁ। ତେଣୁ ସେଥିଲାଗି ବ୍ୟାସଦେବ କହିଲେ, ତୁମେ ଆଗ କ'ଣ କର? ତୁମେ ଆଗ, କାଲି ବାବା କହୁଥିଲେ 4ଟା S, ତୁମେ ଆଗ ସ୍ୱାଧ୍ୟାୟ କର। ବର୍ତ୍ତମାନ କଳିଯୁଗ,
ବିଭିନ୍ନ ବାଧାବିଘ୍ନ ପ୍ରତିବନ୍ଧକ ଲୋକମାନେ ସମସ୍ତେ ରାଜସିକ ତାମସିକ ଜୀବନ ଅତିବାହିତ କରୁଛନ୍ତି। ସାତ୍ତ୍ୱିକ ଜୀବନ କେହି ଅତିବାହିତ କରୁନାହାନ୍ତି। କ'ଣ ସାତ୍ତ୍ୱିକ ଜୀବନ? ନା ଈଶ୍ୱରୀୟ କର୍ମ ବ୍ୟତୀତ ଦ୍ୱିତୀୟ କର୍ମ ସେ କରୁନାହିଁ। ଈଶ୍ୱର ଚିନ୍ତା ବ୍ୟତୀତ ଦ୍ୱିତୀୟ ଚିନ୍ତା କରୁନି। ପଦରେ କହିଦେଲେ ସତ ଚିନ୍ତା ବ୍ୟତୀତ ଯିଏ ଅସତ ଚିନ୍ତା କରେ ନାହିଁ। ଯାହା ଭିତରେ ଏକତ୍ୱ ଭାବ ଆସୁଛି, ତାର ଗୋଟିଏ କଥା, ଗୋଟିଏ ଡ୍ରେସ୍, ଗୋଟିଏ ଖାଦ୍ୟ, ସାଧାରଣ ଜୀବନଯାପନ, ଆଉ ଗୁରୁଗତ ପ୍ରାଣ, ଶାସ୍ତ୍ରରେ ଶ୍ରଦ୍ଧା, ଗୁରୁ ବାକ୍ୟରେ ଶ୍ରଦ୍ଧା। ଦେଖୁନାହାନ୍ତି ଗୁରୁ ବାକ୍ୟରେ କେତେ ଶ୍ରଦ୍ଧା। ଗୁରୁ ଗୋଟେ କଥା କହିଲେ ଆପଣ ସାଥି ସାଥି ପ୍ରତ୍ୟାଖ୍ୟାନ କରିଦେଉଛନ୍ତି। ଆପଣ ବିଚାରରେ ଆପଣ ଚାଲୁଛନ୍ତି। କେତେ ବଡ଼ କଥା। ଆପଣ ପୁଣି ଭାଗବତ ପଢ଼ି କହୁଛନ୍ତି, ବ୍ୟାସଦେବ ଲେଖିଛନ୍ତି ମୋତେ ବୁଝିବ ଗୁରୁ ଦେଇ, ପୁଣି ଆର୍ଟିକିଲ ଲେଖି ଦେଉଛନ୍ତି ମୋ ତ ଗୁରୁ ଭିନ୍ନ ନୁହେଁ। ଏ ଘିନି ଗୁରୁ ଭଗବାନ, ସେ ନୁହନ୍ତି ମନୁଷ୍ୟ ସମାନ। ସମସ୍ତେ କହିଦେଉଛ, କିଛି ଟିକେ ଗୋଟେ ପରସେଣ୍ଟ ସେଥିରୁ ଧାରଣ କରୁଛ କି ସେଇ ଆୱାରନେସ୍ରେ ରହୁଛ କି ମୋ ପାଇଁ ଗୁରୁ ଭଗବାନ। ସେଇ ଚେତନାରେ ଥିଲେ ଯେତେବେଳେ ଗୁରୁ କହିବେ ତେମେ ପ୍ରତ୍ୟାଖ୍ୟାନ କରିଦେବ। ସେବା ମଙ୍ଗଳମୟ, ସେବା କୃପାମୟ, ସେବା କଲ୍ୟାଣମୟ। ତାଙ୍କର କୌଣସି ସ୍ୱାର୍ଥ ନାହିଁ। ତୁମକୁ ସେ ସ୍ୱରୂପରେ ଅବସ୍ଥାପନ କରାଇଦେବେ। ପ୍ରକୃତ ରୂପଟା କ'ଣ, ତୁମର ସ୍ୱରୂପଟା କ'ଣ? ତୁମେ ସେଇ ଆତ୍ମା, ତୁମେ ପରମାତ୍ମାଙ୍କର ଅଂଶ ବିଶେଷ, ତୁମେ ସେଇ ପରମାତ୍ମାଙ୍କର ସନ୍ତାନ। ତୁମକୁ ଜ୍ଞାନ ଦେବେ, ତୁମକୁ ସାଧନା ଦେବେ। ଜ୍ଞାନ ଅଲଗା, ସାଧନା ଅଲଗା। କ'ଣ ଜ୍ଞାନ ଅଲଗା? ଏଇ ସମ୍ବନ୍ଧୀୟ କଥା କହିଲେ, ଏଇ ସମ୍ବନ୍ଧୀୟ କଥା ଏଇ ମ୍ୟାଟର ଉପରେ ତୁମକୁ କହିଲେ ସେଟା କେମିତି ପ୍ରାପ୍ତି ହେବ ତାର ଟେକ୍ନିକଟାକୁ ଦେଲେ। ଖାଲି ଗୁରୁ ଜ୍ଞାନ ଦିଅନ୍ତି ନାହିଁ। ଯେଉଁ ଗୁରୁ ଜ୍ଞାନ ଦିଅନ୍ତି, ଟେକ୍ନିକ ଦିଅନ୍ତି ନାହିଁ, ସେମାନେ ଜାଣିନାହାନ୍ତି। ସେତିକି ଜାଣିଛନ୍ତି। ଲେଖ ଜ୍ଞାନ ଅଲଗା, ସାଧନା ଅଲଗା। ଏବଂ ପୁଣି କ'ଣ କରିବେ ନା ତୁମକୁ ସେଇ ଅବସ୍ଥାରେ ପହଞ୍ଚାଇ ଦେବା ପାଇଁ ସେ ପରମପିତା ପରମବ୍ରହ୍ମ ନିକଟରେ ପ୍ରାର୍ଥନା କରିବେ। ତମେ ପୁଣି ମନରେ ପ୍ରଶ୍ନ ଉଠିବ, ଗୁରୁ ସାକ୍ଷାତ ପରମବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଆକୁ କହିଲେ ସମୟ ଯିବ। ଗୁରୁ ସାକ୍ଷାତ ଅର୍ଥ ପରମବ୍ରହ୍ମ ସଦୃଶ, କିନ୍ତୁ ପରମବ୍ରହ୍ମ ନୁହନ୍ତି। ଜଣେ ହିଁ ପୁରୁଷୋତ୍ତମ, ଜଣେ ହିଁ ପରମବ୍ରହ୍ମ। ସେ ହେଉଛନ୍ତି ଜଗତର ନାଥ। କଥାଟା ରହିଗଲା ଜଗନ୍ନାଥ। ସେଇ ଜଗନ୍ନାଥ ନିର୍ଗୁଣ ବ୍ରହ୍ମ। ଯେତେବେଳେ ସେ ଲୀଳା କରିବାକୁ ବସିଲେ, ଖେଳିବାକୁ ଇଚ୍ଛା କଲେ, ଏକୁଟିଆ ଆଉ ରହିବାନି, ଟିକେ ଲୀଳା କରିବା, ଖେଳିବା, ଗୋଟେ ମୁହୂର୍ତ୍ତକ ପାଇଁ କେତେ ଯୁଗ ବିତିଯାଏ ଯେ ତାର ଠିକ୍ ଆଉ ଠିକଣା ନାହିଁ। ତାର ହିସାବ ଶାସ୍ତ୍ରରେ ଲେଖା ଅଛି। ତେଣୁ ସେ ନିର୍ଗୁଣରୁ ସଗୁଣ ହେଲେ। ସେ ହେଉଛନ୍ତି ଗୋଟିଏ ଠାକୁର। ସେ ହେଉଛନ୍ତି ଜଗତର ନାଥ, ଜଗନ୍ନାଥ, ଯାହାର ଅନେକ ଜନ୍ମ ସାଧନାରେ ଅତିବାହିତ ହୋଇଯାଇଥାଏ, ଦେବାଦେବୀଙ୍କର ଉପାସନାରେ ଅତିବାହିତ ହୋଇଯାଇଥାଏ ଏବଂ ଅନେକ ମନ୍ତ୍ର ଯନ୍ତ୍ର ତନ୍ତ୍ର ସାଧନାରେ ଜୀବନଟା ଅତିବାହିତ ହୋଇଯାଇଥାଏ। ଯେତେବେଳେ ସେ ମୁଖ୍ୟ ଚାହେଁ ତା ମନରୁ ସମସ୍ତ ବାସନା କାମନାର ପରିସମାପ୍ତି କରିବାକୁ ଚାହେଁ, ସେତେବେଳେ ସେ ନିର୍ଗୁଣ ଉପାସନା କରିବାକୁ ଭଲ ପାଏ ଏବଂ ସେ ଗୋଟିଏ ଠାକୁରକୁ ଚିନ୍ତା କରେ। ସେ ହେଉଛନ୍ତି ପରମାତ୍ମା, ପରମବ୍ରହ୍ମ, ଜଗତର ନାଥ, ଜଗନ୍ନାଥ। କାହିଁକି? ତାର ପ୍ରମାଣ ଅଛି। ତାଙ୍କ ଆଖି ଦେଖ, ହାତ ଦେଖ, ପେଟ ଦେଖ, ତାଙ୍କ ତ ପାଦ ନାହିଁ ଦେଖ, ପାପୁଲି ନାହିଁ ଦେଖ। ବ୍ୟାଖ୍ୟା କଲେ ଘଣ୍ଟା ଘଣ୍ଟା ସମୟ। ଏ ସମସ୍ତ କଥା ଜ୍ଞାନ ଏ ସମସ୍ତ କଥା ସ୍କନ୍ଦ ପୁରାଣରେ ଲେଖା ଅଛି। ଏ ସବୁ ରଚନା ବ୍ୟାସଦେବଙ୍କର। ତେଣୁ ତାଙ୍କର ଜନ୍ମ ଦିବସକୁ ଆମେ ଗୁରୁ ପୂର୍ଣ୍ଣିମା ଦିବସ ରୂପରେ ସିଏ ଆମ ପାଇଁ ଗୁରୁ।
ଆମର ପଥ ପ୍ରଦର୍ଶକ। ଗୁରୁ କିଏ ନା ପଥ ପ୍ରଦର୍ଶକ, ମାର୍ଗଦର୍ଶକ। ଆମ ଜୀବନ ବଞ୍ଚିବାର ଶୈଳୀ, ଆମ ଜୀବନ ବଞ୍ଚିବାର କଳା ଯିଏ ଆମକୁ ଶିଖେଇ ଦିଅନ୍ତି। ଆମ ଜୀବନକୁ ସରସ ସୁନ୍ଦର ଆନନ୍ଦ ପ୍ରେମମୟ କରିବା। ଆମେ ସଂସାର ଭିତରେ ରହି କିଭଳି ଭାବରେ ବନ୍ଧନ ଯୁକ୍ତ ଜୀବନ ନ ହୋଇ ବନ୍ଧନ ମୁକ୍ତ ଜୀବନଯାପନ ଅତିବାହିତ କରିବା, ତାହାର କୌଶଳ ସେ ଆମକୁ ପ୍ରଦାନ କରିଛନ୍ତି। ଏ ନର ଜନ୍ମକୁ, ଏ ମାନବ ଜନ୍ମକୁ ସାର୍ଥକ କେମିତି ହେଇପାରିବ, ତା ବ୍ୟାସଦେବ ଆମକୁ ତାଙ୍କ ଲେଖା ମାଧ୍ୟମରେ ଆମକୁ ଉପଦେଶ ଦେଇଛନ୍ତି, ଉପଦେଶ ଦେଇଛନ୍ତି। ତେଣୁ ଆମେ ତାଙ୍କ ଜନ୍ମ ଦିବସକୁ ଗୁରୁ ପୂର୍ଣ୍ଣିମା ଦିବସ ବା ବ୍ୟାସ ପୂର୍ଣ୍ଣିମା ରୂପେ ପାଳନ କରାଯାଏ। ପ୍ରତ୍ୟେକ ଗୁରୁକୁଳ ଆଶ୍ରମରେ ସେ ଯେକୌଣସି ସମ୍ପ୍ରଦାୟ ଲୋକ ହେଇଥାଉ, ସାରା ବିଶ୍ୱରେ ପାଳନ କରାଯାଏ। ତେଣୁ ଜ୍ଞାନ ଠାରୁ ଆଲୋକ ଆଉ କିଛି ନାହିଁ। କ'ଣ ନା ଭଗବାନ ଭାଗବତରେ ଗୋଟେ ପଦ କହିଲେ, କ'ଣ କହିଲେ ନା ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଆମେ କହୁଛେ ଆମେ ଭଲ ପିନ୍ଧିଲେ, ଆମେ ବ୍ରାହ୍ମଣ ହେଲେ, କି କାନ୍ଧରେ ପଇତା ପକାଇଲେ, କି ଗେରୁଆ ପିନ୍ଧିଲେ, କି ଦାଢ଼ି ରଖିଲେ, କି କୌପୁନି ମାଇଲେ, ଏଇ କଥା ଭଗବାନ କେଉଁ ଜାଗାରେ କିଛି କହିନାହାନ୍ତି। ଏଇ ବ୍ରତ କଲେ, ଏମିତି ଉପବାସ କଲେ, ଏମିତି ଏକାଦଶୀ କଲେ, ଏମିତି ଆମେ ସବୁ କାମ କଲେ ଆମ ଉପରେ ସନ୍ତୁଷ୍ଟ ହେବେ। ଏ ସବୁ ଭୁଲ। ଅନେକ ଶିଷ୍ୟ ଆମ ଫୋନରେ ବିଭିନ୍ନ କଥା ପଚାରନ୍ତି। ଏଇ ପର୍ବପର୍ବାଣୀ, ଓଷା ବ୍ରତ ଏ କାହିଁକି ପଚାରୁଛ? ପ୍ରଥମ ଶ୍ରେଣୀର ପାଠ ଏ କିଛି ଭୁଲ ନୁହେଁ, ଏସବୁ ଠିକ୍। ଏ କିନ୍ତୁ ଦୀକ୍ଷିତ ଲୋକ ପାଇଁ ନୁହେଁ, ଏ ଜେନେରାଲ ଲୋକ ପାଇଁ ଏସବୁ କଥା। ତୁମେ ଯଦି ଏଥିରେ ପଚାରୁଛ ତାହେଲେ ତୁମେ ଆଉ ପାଠ ପଢ଼ିନ। ତୁମେ ଯେଉଁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ମଡ଼ଉଥିଲ, ତୁମେ ସେୟାକୁ ହିଁ ମଡ଼ଉଛ। ଭଗବାନଙ୍କ ସୃଷ୍ଟିରେ ସବୁ ଠିକ୍, କେଉଁଟା ଭୁଲ ନୁହେଁ। କିନ୍ତୁ ତୁମେ ତାକୁ ସମୀକ୍ଷା କରିବା, ବିଚାର କରିବା ତୁମର ଅଧିକାର ନାହିଁ। ତୁମେ କିଏ? ଅଢ଼େଇ ଦିନିଆ ମାନବ, ଯାହା ଲୋଭମୂଳରେ କୋଟି କୋଟି ବ୍ରହ୍ମାଣ୍ଡ ବିରାଜମାନ କରୁଛି, ବିଜ୍ଞାନ ବି କହୁଛି ତାର ଆଦି ଅନ୍ତ କେହି ପାଉନାହାନ୍ତି। ଆମେ ଯେ ଶୂନ୍ୟରେ ଭାସୁଛେ, ଆମର ଏ ଚିନ୍ତାଧାରାଟା ଅଛି। ଆମେ ମହାଶୂନ୍ୟରେ ଭାସୁଛେ, ଶୂନ୍ୟରେ ନୁହେଁ, ମହାଶୂନ୍ୟରେ ଆମେ ଭାସୁଛେ। ଆମେ କ'ଣ ଅଛି ଏଇଭଳିଆ କୋଟି କୋଟି ପୃଥିବୀ ଯେ ଭାସୁଛେ, ଆମକୁ କ'ଣ ଜଣା ଅଛି? ଆମେ ଯେ ତଳ ଉପର କିଛି ନାହିଁ, ଶୂନ୍ୟରେ ଭାସୁଛେ, ଏ କନସେପ୍ଟଟା କ'ଣ ଆମର ଅଛି? ମଣିଷ ତ ନିଜକୁ ଚିହ୍ନି ନାହିଁ, ନିଜକୁ ଜାଣି ନାହିଁ, ନିଜକୁ ଅନୁଭବ କରିନାହିଁ। ସେ କେମିତି ସୃଷ୍ଟିର ରହସ୍ୟକୁ ଭେଦ କରିବ? 3.5 ହାତେ ନିଜ ହାତରେ 44 ଆଙ୍ଗୁଳ, 16 ଆଙ୍ଗୁଳକୁ ଛାଡ଼ି ଦିଅ, 12 ଆଙ୍ଗୁଳ ବିଷୟରେ କଲଚର କର। କେତେ ଜନ୍ମ ଗଲେଣି ତୁମେ ଜାଣିନ। ଆହୁରି ଯଦି ଏ ଜନ୍ମରେ ନ ଜାଣିବ, ଆହୁରି କେତେ ଜନ୍ମ ଚାଲିଯିବ ଜାଣିବି। କ'ଣ 12 ଆଙ୍ଗୁଳ ନା ମୁଖଟା ଏ ଯାଏଁ ଦେଖନ୍ତୁ 12 ଆଙ୍ଗୁଳ, ଏଇ ଯେ ମୁଣ୍ଡର ଅଗ୍ରଭାଗ ଯାଏଁ 12 ଆଙ୍ଗୁଳ। ତା ବିଷୟରେ କଲଚର ନାହିଁ। କେମିତି ନିଦ ଆସୁଛି କହିପାରିବ? କେମିତି ନିଦ ଭାଙ୍ଗୁଛି କିଏ କହିଲ ଦେଖିବା? ମୁଁ ଶୋଇଲି, ଜାଣିଲା। କେତେବେଳେ ଶୋଇପଡ଼ିଲା କହିପାରିବ? କେତେବେଳେ ଉଠୁଛି କହିପାରିବ? କେମିତି ସବୁ ଜିନିଷ କେଉଁ ଭଳିଆ ମେସିନ୍ ସେ ସେଟିଂ କରି ଛାଡ଼ି ଦେଇଛି, ଏ ସବୁ ଜିନିଷ ରେକର୍ଡ଼ିଂ ହେଉଛି। କେମିତି ରେକର୍ଡ଼ିଂ ହେଉଛି? ସେ ତୁମେ ମୋତେ ଅମୁକ ଦିନ ଏହା କହିଥିଲ, ସବୁଯାକ ନେଗେଟିଭ ମନେ ରହିବ, ପଜିଟିଭ ମନେ ରହୁନାହିଁ। ଯେଉଁମାନେ ସେ ଆଧ୍ୟାତ୍ମିକ ଜଗତର ଯାତ୍ରୀ, ତାଙ୍କର ସବୁ ପଜିଟିଭ ମନେ ରହିବ, କୌଣସି ନେଗେଟିଭ ମନେ ରହିବ ନାହିଁ। ଯେ ଆଧ୍ୟାତ୍ମିକ ଜଗତର ଯାତ୍ରୀ ନୁହେଁ, ରଜତମ ଗୁଣ ପ୍ରାଣୀ, ସେମାନଙ୍କର ସବୁବେଳେ ନେଗେଟିଭ ଗୁଡ଼ାକ ସବୁ ରେକର୍ଡ଼ିଂ ହେଇଯିବ। 100ଟା ଉପକାର କଥା ମନେ ପଡ଼ିବ ନାହିଁ। ଗୋଟିଏ ଅପକାର କଥା, ଗୋଟେ ନିର୍ଦ୍ଦେଶ କରିଥିବା ଗୁରୁ ଗୋଟେ ଉପଦେଶ ଦେଇଥିବା କଥା, କି ଗୋଟିଏ ଠୋକର ଦେଇଥିବେ କ'ଣ ପାଇଁ ନିଜକୁ କରେକ୍ସନ୍ କରିବା ପାଇଁ, ତାହା ବୁଝି ନପାରି ଆମର କ'ଣ ହେବ
ନା ସେଇ କଥାଟାରେ ମନକୁ ଧରି ଏ ମୁଣ୍ଡଟାକୁ ଟିଣ କରିଦେବ। କି ପ୍ରକାର ଆଶ୍ଚର୍ଯ୍ୟ! ଏଇଠି ଆମ ଭିତରେ ବିବେକ ଉଦୟ ହେଇନାହିଁ। ଆମେ ସାରଟାକୁ ଗ୍ରହଣ କରି ଅସାରକୁ ଯେତେବେଳେ ତ୍ୟାଗ କରିବା ଆମ ଭିତରେ ବିବେକ ଉଦୟ ହେଲା। କାହା ଭିତରେ ଯେତେ ବସିଛ, କାହା ଭିତରେ ସାରକୁ ଗ୍ରହଣ କରି ଅସାରକୁ କିଏ ତ୍ୟାଗ କରିଛ? ହାତ ଟେକିଲ। ସାରକୁ ଗ୍ରହଣ କରିଛ, ଅସାରକୁ ତ୍ୟାଗ କରିଛ। ବା ତାକୁ ସରଳ ଭାଷାରେ ଆଉ ଗୋଟେ କହିଲେ, ସତ୍ୟକୁ ଗ୍ରହଣ କରିଛ, ମିଥ୍ୟାକୁ ଛାଡ଼ିଛ। କିନ୍ତୁ ମିଥ୍ୟା ଭିତରେ ରହିକି, ମାୟା ଭିତରେ ରହି, ମାୟା କୋଉଠି ଚାଲିଯାଇନି, ଅସତ୍ୟ କୋଉଠି ଚାଲିଯାଇନି, ସବୁ ଗୋଟିଏ ପାତ୍ରରେ ଅଛି। ସ୍ୱର୍ଗ ନରକ ଗୋଟିଏ ପାତ୍ରରେ, ମାନେ ସ୍ୱର୍ଗକୁ ଧାରଣ କରିଛ, ନରକକୁ ଛାଡ଼ିଛ। ସତ୍ୟ ମିଥ୍ୟା ଗୋଟିଏ ତମ ଭିତରେ ନା। ଆଉ କେତେବେଳେ ମିଛ କହିଦେଉଛ, କେମିତି ବୁଝିବ ସେ କଥାଟାକୁ? ନା କେତେବେଳେ ସତ କହିଦେଉଛ, କେତେବେଳେ ମନ ହେଉଛି ଧଳା ପିନ୍ଧିଦେଉଛ, କେତେବେଳେ ମନ ହେଉଛି ଛିଟ ପିନ୍ଧିଦେଉଛ, ବିଭିନ୍ନ ପ୍ରକାର ଡ୍ରେସ୍ ପିନ୍ଧିଦେଉଛ, କେତେବେଳେ ମନ ହେଉଛି ସିଝାଲଣା ଖାଇଦେଉଛ, କେତେବେଳେ ଚିକେନ୍ ମଟନ୍ ନନଭେଜ୍ ଖାଇଦେଉଛ, କେତେବେଳେ ମନ ହେଉଛି କାହାକୁ ବାଲ ଧନ ଲୋକ ହେଉଛ, କେତେବେଳେ ମନ ହେଉଛି ଶୋଧି ପକାଉଛ, କଳି କରିଦେଉଛ, ଆଉ ପାଟି ଫିଟାଫିଟି ନାହିଁ, କଥାବାର୍ତ୍ତା ନାହିଁ। ଏଇ ସମସ୍ତ କଥା 12 ଆଙ୍ଗୁଳ ଭିତରେ ହେଉଛି। ସବୁ କଥା ପୁଣି ତାକୁ ଆହୁରି ସର୍ଟକଟ କରିହେବ, 10 ଆଙ୍ଗୁଳ ଭିତରେ ହେଉଛି। ଏଇ ନଲେଜ ଆମର ହେଲାଣି, ତାକୁ କୁହନ୍ତି ଚିତ୍ତ ଜ୍ଞାନ। ତେଣୁ ଆମେ ଏ କଥା ଜାଣି, ଏ କଥା କୋଉଠୁ ଜାଣୁଛେ? ନା ଏ କଥା ବ୍ୟାସଦେବ କୃତ୍ୟ ଅଷ୍ଟାଦଶ ପୁରାଣରେ ଆମେ ଯାହା ନ ପାଇବା, ଆମେ ଯଦି ଗୀତା ଓ ଭାଗବତକୁ ପାଠ କରିଦେବା ଗୁରୁଙ୍କ ସାନ୍ନିଧ୍ୟରେ, ତାହେଲେ ଆମେ ବୁଝିପାରିବା ଆଗ ଦୀକ୍ଷା ନୁହେଁ, ଆଗ ହେଉଛି ଶିକ୍ଷା। ତେଣୁ ଗୁରୁଙ୍କ ପାଖରେ ବସିକି ଭଲ ଭାବରେ ଗୁରୁ କ'ଣ ଆଗ ଶିଖ, ଜାଣ। ଗୁରୁ କାହାକୁ କହନ୍ତି, ଶିଷ୍ୟ କାହାକୁ କହନ୍ତି, ଗୁରୁ ଶିଷ୍ୟର ସମ୍ପର୍କ କିପରି ହେବା ଉଚିତ, ଗୁରୁଙ୍କର କର୍ତ୍ତବ୍ୟ କ'ଣ, ଶିଷ୍ୟର କର୍ତ୍ତବ୍ୟ କ'ଣ, ଶିଷ୍ୟ କ'ଣ କରିବାଟା ଉଚିତ। ଗୁରୁଙ୍କ ପାଖରେ ଆପଣ ଜାଣିଛନ୍ତି ମିଛ କହିବାଟା ମହାପାପ। ପିଲାଦିନେ ପ୍ରେୟାରରେ ବୋଲୁଥିଲେ, ତେଣୁ ଆହେ ଦୟାମୟ ବିଶ୍ୱବିହାରୀରେ ବୋଲିଛନ୍ତି, ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ଦେଖନ୍ତୁ ଗୁରୁଙ୍କ ପାଖରେ ଆପଣ ମିଛ କହୁଛନ୍ତି, କାହିଁକି ଆପଣ ଜାଣିପାରୁନାହାନ୍ତି? ଆପଣ ଏତେ ଅଚେତନ ଅବସ୍ଥାରେ ଅଛନ୍ତି, ଅଜ୍ଞାନ ଅବସ୍ଥାରେ ଅଛନ୍ତି, ଆପଣ ଭାବୁଛନ୍ତି ସିଏ କ'ଣ ଜାଣିପାରିବେ? ନିଜର ମାପକାଠିରେ, ନିଜର ସାଧନାରେ ଆପଣ ସବୁବେଳେ ଅନ୍ୟ ଜଣକୁ ମାପନ୍ତି। ତାହା ହିଁ ନିର୍ବୋଧତା, ତାହା ହିଁ ତୁମର ପାଗଳାମୀ, ଅଜ୍ଞାନତା। କେଉଁ ଲୋକ ଭିତରେ କେତେ ସଂସ୍କାର ଅଛି, ତାକୁ ସମୀକ୍ଷା କରି ତୁମେ ସେଇ ଜଗତରେ ଯଦି ପ୍ରବେଶ କରିବାକୁ ଚାହିଁବ, କେତେ ଜନ୍ମ ଯେ ପଳେଇବ ତାର ଠିକ୍ ଆଉ ଠିକଣା ନାହିଁ। ଧ୍ରୁବ 7 ବର୍ଷର ପିଲା ଯେ ଭଗବାନଙ୍କୁ ପାଇଥିଲା, ତମାନେ ଜାଣିଛ। ଯେତେବେଳେ ମୁନି ଋଷିମାନେ ଈର୍ଷାପରାୟଣ ହେଲେ, ଏତେ କମ୍ ବର୍ଷର ପିଲାକୁ ଭଗବାନ ଦର୍ଶନ ଦେଲେ, ସେଇଠି ଭଗବାନ ନାରଦକୁ କହିଲେ, ଏ ମୁନି ଋଷିମାନଙ୍କୁ ଏ ନଦୀ କୂଳରେ ବୁଲେଇକି ଦେଖେଇ ଦିଅ। ଦେଖିଲେ ଗୋଟେ ଜାଗାରେ ଅସ୍ଥିର ପାହାଡ଼। ନାରଦକୁ ପଚାରିଲେ ମୁନି ଋଷିମାନେ, ଏ ଅସ୍ଥିର ପାହାଡ଼ କାହାରେ? ନା ଧ୍ରୁବର। ଏଇ ତପସ୍ୟା କରି 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 ତା ଅସ୍ଥି ଏଇଠି ଡିପୋଜିଟ୍ ହେଇ, ଆଉ କେତେ ନା ପାହାଡ଼, ଆଉ ଜମା 7 ବର୍ଷ ବାକି ଥିଲା ତାକୁ ଭଗବତ ପ୍ରାପ୍ତି ପାଇଁ। ଆପଣ ଦେଖୁଛନ୍ତି ଛୋଟ ଛୋଟ ପିଲା ସୁନ୍ଦର ଭାବରେ ଗୀତାକୁ ଆବୃତ୍ତି କରିପାରୁଛନ୍ତି, ବେଦକୁ ପଢ଼ି ପାରୁଛନ୍ତି, ବେଦାନ୍ତକୁ ପଢ଼ି ପାରୁଛନ୍ତି, ଉପନିଷଦକୁ ପଢ଼ି ପାରୁଛନ୍ତି, ସୁନ୍ଦର ଭାବରେ ପ୍ରବଚନ ଦେଇପାରୁଛନ୍ତି, ସୁନ୍ଦର ଭାବରେ ଗୀତ ବୋଲି ପାରୁଛନ୍ତି, ସୁନ୍ଦର ଭାବରେ ବିଭିନ୍ନ ବାଦ୍ୟଯନ୍ତ୍ରକୁ ବଜେଇ ଦେଇପାରୁଛନ୍ତି। ଏହାର କାରଣ କ'ଣ? ନା ପୂର୍ବ ଅର୍ଜିତ କର୍ମ ଫଳେ ଯାଚି ମୁଁ ଦେଉଥାଏ ବଳେ। ପୂର୍ବ ଅର୍ଜିଲା କର୍ମ ନାହିଁ, ଏବେ ଲୋଡ଼ିଲେ ପାଇବୁ କାହିଁ?
ଭୂତା ତ କର୍ମପାଦେ ସେବ କର୍ମ ନାହିଁ ଅନ୍ୟ ଦେବ। ଏଇସବୁ କଥା କେଉଁଠି ଲେଖା ହେଇଛି ନା ଭାଗବତରେ ଲେଖା ହେଇଛି। ବ୍ୟାସ ଦେବାକୁ ରଚନା କରିଛନ୍ତି। ଆମେ ୟାକୁ ପଢ଼ିଲେ ଆମ ମନ ବୋଧ ହେଉଛି ଶାନ୍ତି ମିଳୁଛି, କିନ୍ତୁ ଟେମ୍ପରାରୀ। ଯାହା ଚିତ୍ତ କଳୁଷିତ, ଯାହା ଚିତ୍ତରେ ବାସନା କାମନା ଜର୍ଜରିତ, ଯାହା ଚିତ୍ତରେ କାଲି ତୁମେ ସଞ୍ଜବା ପିଲାକୁ ଆଣିବେ ସେଇଠି ବସେଇଦେଲେ କାହାକୁ ଛାଡ଼ିବେ ନାହିଁ। ଯାହା ଚିତ୍ତରେ କାମନା ବାସନା ଜର୍ଜରିତ କଳୁଷିତ କହିଦେଲେ ହେବ, ସେ କୌଣସି ଭଗବତ ପ୍ରସଙ୍ଗ ଶୁଣିବାକୁ ଭଲ ପାଏ ନାହିଁ। ଏକ୍ଜାମ୍ପଲ୍, ଯାହାକୁ ଜ୍ୱର ହେଇଛି ତାକୁ କ'ଣ ପ୍ରସାଦ ଭଲ ଲାଗେ? ରୁଟି ଭାତ କ'ଣ ତାକୁ ଭଲ ଲାଗେ? ଗନ୍ଧ ହୁଏ। ତେଣୁ ଶିଷ୍ୟ ହବାର ଅଧିକାର ଅତି ସରଳ ଭାଷାରେ କହିଲେ, ଯିଏ ପାତ୍ର ସମର୍ଥସ୍ୟ ଧାରଣ କରିବାର ଶକ୍ତି ଯାହାର ଅଛି, ଯିଏ ସଚ୍ଚରିତ୍ର, ଯାହାର ଚରିତ୍ରରେ କୌଣସି ଦୋଷ ନାହିଁ, କୁଳୀନଶ୍ଚ ଭଲ କୂଳରୁ ଆସିଛି, ପ୍ରାଜ୍ଞ ଯାହା ଭିତରେ ଟ୍ୟାଲେଣ୍ଟ ଅଛି, ଜ୍ଞାନ ଅଛି, ସମର୍ଥସ୍ୟ କୁଳୀନଶ୍ଚ ସଚ୍ଚରିତ୍ର ଯାହାର ସତ୍ ଚରିତ୍ର, ପ୍ରାଜ୍ଞ ଯେ ଟ୍ୟାଲେଣ୍ଟ, ଶ୍ରଦ୍ଧାଳୁ, ସବୁ ଜାଣିବାକୁ ଚାହୁଁଛି ଭଗବତ ଜ୍ଞାନ। କାହିଁକି? ଭଗବାନ ତ ଏକାଥରେ ଅର୍ଜୁନକୁ ବିଶ୍ୱରୂପଟା ଦେଖେଇ ଦେଇଥିଲେ। ଭୁଲ କହିଲେ। ପର୍ଯ୍ୟାୟକ୍ରମେ ଗୋଟିଏ ଗୋଟିଏ ଯୋଗ କାହିଁକି କରିବାକୁ କହିଲେ? 18ଟା ଅଧ୍ୟାୟ 18ଟା ଯୋଗ। ପ୍ରଥମରେ କ'ଣ ମୁଖ୍ୟ ଯୋଗ କହିଦେଇଥିଲେ ହେଇନଥାନ୍ତା? ଆଗ ବିଷାଦ ଯୋଗ କାହିଁ ହେଲା, ସାଂଖ୍ୟ ଯୋଗ କାହିଁ ହେଲା, କର୍ମ ଯୋଗ କାହିଁ ହେଲା, ଜ୍ଞାନ ଯୋଗ କାହିଁକି ହେଲା? ଗୋଟିଏ 22ଟା ପାହାଚ ପରେ ରତ୍ନସିଂହାସନ କାହିଁକି ହେଲା? ଛାଡ଼, ସେ ବହୁତ ଦୂରର କଥା। ଏକାଥରେ ତ ସହସ୍ରାୟ ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ତୁମେ କ୍ରିୟା ଯୋଗରେ ଦୀକ୍ଷା ନେଇଛ, ଅନାହତ, ବିଶୁଦ୍ଧ, ଆଜ୍ଞା, ତାପରେ ଯାଇ ସହସ୍ରା। କାହିଁକି ହେଲା? ତେଣୁ ତୁମକୁ ସେମିତି ଅନେକ କଥା ଶିଖିବାକୁ ପଡ଼ିବ, ଜାଣିବାକୁ ପଡ଼ିବ, ବୁଝିବାକୁ ପଡ଼ିବ, ବିଭିନ୍ନ ପ୍ରକାର କ୍ରିୟା ତୁମକୁ ଅଭ୍ୟାସ କରିବାକୁ ପଡ଼ିବ। କାରଣ ତୁମ ମନ ସହଜେ ମାନିବ ନାହିଁ, ସହଜେ ବୁଝିବ ନାହିଁ, ସହଜେ ଗ୍ରହଣ କରିବନି। କାହିଁ? ତୁମ ଭିତରେ ଛନ୍ଦ ଆଉ କପଟ ଅଛି। ଛାଡ଼ରେ ମନ ଭବେର ଆଶା, ଅଜବା ମନ୍ତ୍ରେ କରରେ ନିଶା। ଠାକୁର ଅନୁକୂଳ ଚନ୍ଦ୍ର କହୁଥିଲେ, ଛାଡ଼ରେ ମନ କପଟ ଚାତୁରୀ, ବଦନେ ବୋଲ ହରି ହରି। କେତେ ଛନ୍ଦ ଦେଖୁନ ଭିତରେ, କେତେ କଥା। ବାବା ବହୁତ ଥର କହିଛନ୍ତି, ଯିଏ ସରଳ ହୁଏ ତାର ଭଗବତ ଦର୍ଶନ ଉପଲବ୍ଧି ହୁଏ। ଯିଏ ସରଳ ହୁଏ ସେ ସବୁ ପାଏ। ଯିଏ ସମର୍ପଣ କରିଦିଏ ସେ ସବୁ ପାଏ। ଦେଖିଲେ ଜନ୍ମରେ ସରଳ ହେଇପାରିବ? ସହତକୁ ସହଜେ ଗ୍ରହଣ କରୁଛ। ସହତକୁ ଗ୍ରହଣ କରିବା ପାଇଁ ତୁମେ ଯୁକ୍ତି ତର୍କ, ଏ ଜ୍ଞାନ ଅଜ୍ଞାନର ଲଢ଼େଇ ଚାଲିଛି ତ। ଆଉ ମହାଭାରତ ଯୁଦ୍ଧ ତ ଚାଲିଛି, ଆଉ ଏ ଜନ୍ମରୁ ଚାଲିଛି ଯେ ମଲା ପର୍ଯ୍ୟନ୍ତ ସେ ଯୁଦ୍ଧର ପରିସମାପ୍ତି ନାହିଁ। କେମିତି ନାହିଁ ନା, ତୁମେ ଯେତେବେଳେ ସତ୍ୟରେ ପହଞ୍ଚି ସତ୍ୟରେ ଅବସ୍ଥାପନ କରିଗଲ, ସତ୍ୟରେ ଷ୍ଟିକ୍ କରିଗଲ, ହୋଲ୍ଡ କରିଗଲ, ଜାଣିବ ଯେ ତୁମ ଯୁଦ୍ଧର ପରିସମାପ୍ତି ହେଇଯାଇଛି। ସତରେ ଜନ୍ମରେ ଯୁଦ୍ଧର ପରିସମାପ୍ତି ହେବ? ଚିନ୍ତା କରି ଦେଖନ୍ତୁ। ଆଉ ଯୁଦ୍ଧ ନାହିଁ, ମନରେ କୌଣସି ଦ୍ୱନ୍ଦ୍ୱ ନାହିଁ, କୌଣସି ଦ୍ୱିଧା ନାହିଁ, କୌଣସି ସଂଶୟ ନାହିଁ, କୌଣସି ସନ୍ଦେହ ନାହିଁ, କୌଣସି ଭ୍ରାନ୍ତି ନାହିଁ। ଭଗବାନ ସତ୍ୟ, ଜଗତ ମିଥ୍ୟା। ତାପରେ ଆଉ ଗୋଟେ ସର୍ବଖଳିଦଂ ବ୍ରହ୍ମ, ସମସ୍ତେ ବ୍ରହ୍ମ। ତାପର ଷ୍ଟେଜ ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା। ତା ପରବର୍ତ୍ତୀ ଅବସ୍ଥା ହେଉଛି ସର୍ବଖଳିଦଂ ବ୍ରହ୍ମ, ସମସ୍ତେ, ଏଭ୍ରିଥିଙ୍ଗ ଇଜ୍ ଗଡ୍। ଈଶ୍ୱର ସର୍ବଭୂତାନାଂ, ସକଳ ଦେହେ ନାରାୟଣ। ଏଇ କନସସନେସ୍ ଆସିବ। ଗୋଟିଏ ଈଶ୍ୱର, ଈଶ୍ୱର ଦୁଇ ନୁହନ୍ତି,
ଏ କନସିୟସନେସ୍ ଆସିବ ମୁଁ ସେଇ ଆତ୍ମା, ମୋ ଶରୀର ନୁହେଁ। ଏତିକି ନଲେଜ ଜନ୍ମରେ ହଉ, ଜାଣିଲ କିନ୍ତୁ ବୋଧ ହବ ନାହିଁ, ଶୁଣିଲ ଏ ବୋଧ ହବ ନାହିଁ, ମୁହଁରେ କହିଲ ଏ ବୋଧ ହବ ନାହିଁ। ଏଥିପାଇଁ ଏଇଟା ଜ୍ଞାନ, ତାପରେ ସାଧନା କରିବ। ଏକ୍ଜାମ୍ପଲ, ଭାତ ଖାଇବି ଜାଣିଲ, କି ତରକାରୀ ଖାଇବି, କ'ଣ ଶୁଭା ଯିବେ ନାଇଁ କି? ଭାତ ଖାଇଲେ, ତରକାରୀ ଖାଇବି ଜାଣିଲ, କେମିତି ତାକୁ ପ୍ରସ୍ତୁତ କରିବାକୁ ପଡ଼ିବ? ଭାତ ଖାଇବାକୁ ହେଲେ ହାଣ୍ଡି ଆଣିବାକୁ ପଡ଼ିବ, ଚାଉଳ ଆଣିବାକୁ ପଡ଼ିବ, ପାଣି ଆଣିବାକୁ ପଡ଼ିବ, କାଠ ଆଣିବାକୁ ପଡ଼ିବ, ଅଗ୍ନିର ସଂଯୋଗ କରିବାକୁ ପଡ଼ିବ। ଚାଉଳ ଧୋଇବାକୁ ଯେମିତି ପ୍ରୋସେସଟା ରହିଛି, ତାକୁ କ'ଣ କରିବ ନା ବସେଇବ, ଅଗ୍ନି ସଂଯୋଗ କରିବ, ତାପରେ ଚାଉଳ ପକାଇବ, ତ ଚିପି ଦେଖିବ ଭାତ ହେଲାଣି କି ନ ହେଲାଣି। ଚାଉଳଟା ରୂପାନ୍ତରିତ ହେଇ ଭାତରେ ପରିଣତ ହେଇଯିବ। ତାପରେ ତାକୁ ଛାଣିକି ରଖିବ, ଥଣ୍ଡା ଟିକେ ହେବ, ତାପରେ ଖାଇକି ହାକୁଡ଼ି ମାରିବ। ଓହୋ, ଭାତଟା ଏମିତି। ମୁଁ ଭାତ ନାଁଟା ଶୁଣିଥିଲି, କିନ୍ତୁ ଭାତ ମୁଁ ରୋଷେଇ କରି ଖାଇ ନଥିଲି। ତୁ ଖାଲି ଭାତ କଥା କହୁଛୁ ନା? ତୁ କ'ଣ ରୋଷେଇ କରି ଖାଇଛୁ? ତୁ କ'ଣ ବାହା ହେଇଛୁ? ବାହା ହେଲେ ଜାଣିବୁ ବାହାର କଥା କେମିତି ନା। ଆଉ ଭଉଣୀ ଆଉ ଗୋଟେ ଭଉଣୀକି ପଚାରୁଛି, ନାନୀ ତୁମେ ବାହା ହେଇ ଯାଇଥିଲ ନା? ହଁ। ନା କେମିତି ସେ ବାହାଘର କଥା? ନା ଛି କହିହେବନି, ତୁ ବାହା ଜାଣିବୁ। ତେଣୁ ସାଧୁ ଜଣେ ଜୀବନ କାଟୁଛି, ସାଧୁ ହୁଅ ଜାଣିବ। ମହତକୁ ସିନା ମହତ ଚିହ୍ନଇ, ଇତର ତହିଁକି ଅନ୍ଧ। ତୁମେ ଜଣକୁ କ୍ରିଟିସାଇଜ କରୁଛ, ଜଣେ ସାଧୁଙ୍କୁ, କି କମେଣ୍ଟ କରୁଛ, ପ୍ରାୟ ଲୋକ ସମସ୍ତେ କରନ୍ତି। ସାଧୁଙ୍କ ପ୍ରତି ଘୃଣା ଭାବ, କାହିଁକି ନା ସେମାନଙ୍କର ମେଜରିଟି ନାହିଁ। 99 ତମ ଲୋକ ସଂସାରୀ ତୁମେମାନେ ବସିଛ, ତମ ଭିତରେ ରଜଗୁଣ ତମ ଗୁଣ ଅଛି। ସାଧାରଣ ସାତ୍ଵିକ ଗୁଣର ବି ଅଧିକାର ତମ ଭିତରେ ଆସୁନି। ତମକୁ ଭଗବତ ଜ୍ଞାନ କେମିତି ପ୍ରାପ୍ତି ହେବ? ଏସବୁ କଥା ବ୍ୟାସଦେବ ରଚନା କରିଛନ୍ତି ଗୀତାରେ। ସତ ରଜ ତମ ଗୁଣର କଥା, ସତ ଗୁଣର ସ୍ୱଭାବ, ରଜଗୁଣର ସ୍ୱଭାବ, ତମ ଗୁଣର ସ୍ୱଭାବ ଭାଗବତରେ ଲେଖା ଅଛି ସୁନ୍ଦର ଭାବରେ। ଯେତେବେଳେ ଦେଖିଲେ ବ୍ୟାସଦେବ ଏ କଳିଯୁଗ ଲୋକମାନେ ଅନ୍ତର୍ମୁଖୀ ସାଧନା କରିବେ ନାହିଁ, ବହିର୍ମୁଖୀ ସାଧନା କରିବେ। ଉପରେ ଭଗବାନ କହିବେ, ମନ୍ଦିରକୁ ଯିବେ, ଭଗବାନଙ୍କୁ ଦର୍ଶନ କରିବେ, କିନ୍ତୁ ପ୍ରକୃତ ତତ୍ତ୍ୱ ଜ୍ଞାନର ଅଧିକାରୀ ହେଇପାରିବେ ନାହିଁ। ସେଥିଲାଗି ସେ କ'ଣ କଲେ ନା ଭାଗବତକୁ ରଚନା କଲେ। ଯାଇଥାଇ ବସି ଟିକେ ପଢ଼ନ୍ତୁ, ଜାଣନ୍ତୁ ସେ କଥା, ଖାଲି ମୁହଁରେ କୁହନ୍ତୁ, କେତେବେଳେ କାଳେ ତାଙ୍କର ଜ୍ଞାନ ଉଦୟ ହେଇଯିବ। ହେଇପାରେ ନ ହେଇପାରେ, ନିଜ ଲାଇଫଟାକୁ ଦେଖନ୍ତୁ। ତମକୁ ନେଇ ତ ଅନେକ ନା, ଦେଖନ୍ତୁ ନିଜ ଜୀବନରେ ହେଲାଣି ଏ ପର୍ଯ୍ୟନ୍ତ, ଯଦି ହେଇଛି କେତେ ପରସେଣ୍ଟ ହେଇଛି। ତ ମନ କେତେ ଅନ୍ତର୍ମୁଖୀ ହେଇଛି, ସେ ବାହାରକୁ ଦେଖୁନାହିଁ। ଏତେ ଦିନ ହେଲାଣି ଆଖି ମେଲା କରି ଦେଖିଲାଣି, ଟିକେ ଆଖି ବନ୍ଦ କରିବାକୁ ତ ଇଚ୍ଛା ହଉନାହିଁ। ଭଗବାନଙ୍କ ମାୟାକୁ ଦେଖିବାକୁ ଏତେ ଆନନ୍ଦ, ସତ୍ୟକୁ ଟିକେ ଦେଖିବାକୁ ଆନନ୍ଦ ନାହିଁ। ସତ୍ୟକୁ ଟିକେ ଉପଲବ୍ଧି କରିବାକୁ ଆନନ୍ଦ, ଇଚ୍ଛା ହଉନାହିଁ। କାମିନୀ କାଞ୍ଚନ ମାୟାରେ ଆଚ୍ଛନ୍ନ ହୋଇଛି ସକଳ ଚିତ୍ତ, ଅନିତକୁ ନିତ୍ୟମଣି ବିଶ୍ୱଜନେ ସାଧନ୍ତି ନିଜ ଅହିତ। ତେଣୁ ଏସବୁ କଥା ଆମେ ଶିଖୁଛେ। ଆଗ ହେଉଛି ଜ୍ଞାନ ଲାଭ। ଯଦି ଭଲ ଭାବରେ ଆମେ ଜ୍ଞାନ ଲାଭ ନ କରିଥିବା, ଆମର ସାଧନା କେବେ ହେବ ନାହିଁ। ସାଧନା ଆମେ ବୁଝିପାରିବା। ଗୁରୁ କ'ଣ ଜାଣିନେ, ଗୁରୁଙ୍କର ମହତ୍ଵ ଜାଣିନେ, ଗୁରୁ ଆମ ପାଇଁ କ'ଣ ଆମେ ଜାଣିନେ। ତେଣୁ ଆମେ ଗୁରୁଙ୍କୁ କିଭଳି ଭାବରେ ଭକ୍ତି କରିବା? ଆମର ତ ଜ୍ଞାନ ନାହିଁ, ଗୁରୁଙ୍କ ବିଷୟରେ ଜ୍ଞାନ ନାହିଁ। ଖାଲି ଗୁରୁ ପୂର୍ଣ୍ଣିମା ଉତ୍ସବ,
ସପ୍ତ ଚିରଞ୍ଜୀବୀ ଭିତରେ ବ୍ୟାସଦେବ ଜଣେ ଚିରଞ୍ଜୀବୀ। ଅଶ୍ୱତ୍ଥାମା ବଳିବ୍ୟାସ ହନୁମାନ ବିଭୀଷଣ ପୂର୍ବ ପରଶୁରାମଶ୍ଚ ସପ୍ତ ଚିରଞ୍ଜୀବିନ। ଅଶ୍ୱତ୍ଥାମା ବଳି ବ୍ୟାସ, ବ୍ୟାସଦେବ ସପ୍ତ ଚିରଞ୍ଜୀବୀ ଭିତରୁ ଜଣେ, ସେ ବି ଏବେ ବି ଅଛନ୍ତି। ସେଇଭଳି ସାଧନା କଲେ ତୁମକୁ ବ୍ୟାସଦେବ ସ୍ଥୂଳରେ ଦର୍ଶନ ଦେବେ, ସୂକ୍ଷ୍ମରେ ବି ଦର୍ଶନ ଦେବେ। ତେଣୁ ଏଇ ସମସ୍ତ କଥା କେଉଁଠି ନା ଶାସ୍ତ୍ର ଲେଖା ଅଛି। ଆକୁ ପଢ଼ିଲ ତୁମର ଜ୍ଞାନ ହେଲା। ବହୁତ ଲୋକ କ'ଣ କରନ୍ତି ନା ଜ୍ଞାନଟାକୁ ଲାଭ କରି ପରିତୃପ୍ତ ହେଇଯାଆନ୍ତି। ଆହା, ମୁଁ ଏତେ କଥା ପାଣ୍ଡିତ ଜାଣିଛି, ଏତେ ଶ୍ଲୋକ ବୋଲୁଛି, ଏତେ ସୁନ୍ଦର କଥା ଉପସ୍ଥାପନ କରିପାରୁଛି, ବିଭିନ୍ନ ପ୍ରକାର ଗୀତ ମୁଁ ବାଜା ବୋଲେ ଗୀତ ବୋଲି ପାରୁଛି। ସେ ସେଇଥିରେ ଅଟକି ଯାଆନ୍ତି। ଏଇଟା କେଉଁ ଚକ୍ର କାମ? କ୍ରିୟା ଯୋଗ ପରମ୍ପରାରେ କୁହାହେଉଛି। ସବୁ ଗୋଟିଏ କଥା ସାରା ୱାର୍ଲଡ ପାଇଁ। ଏଇଟା ହେଉଛି ଫିଫ୍ଥ ସେଣ୍ଟରର କାମ। ଖରାପ ନୁହେଁ, ନା ମୂଳାଧାର, ନା ସ୍ୱାଦିଷ୍ଠାନ, ନା ମଣିପୁର, ନା ଅନାହତ, ନା ବିଶୁଦ୍ଧ। ଫିଫ୍ଥ ସେଣ୍ଟର କାମ। କାହିଁକି ସେ ଫିଫ୍ଥ ସେଣ୍ଟର କାମ କରୁଛି ତାକୁ ଯଦି ସମୀକ୍ଷା କରିବେ, ତା ପଛରେ ଅଛି ପ୍ରତିଷ୍ଠା ଲାଳସା। ଲୋକ ଚିହ୍ନନ୍ତୁ, ଲୋକ ମୋତେ ଜାଣନ୍ତୁ, ଲୋକ ମୋତେ ମାନନ୍ତୁ, ଲୋକ ମୋତେ ବାହା ବାହା କୁହନ୍ତୁ, ଲୋକ ମୋତେ ଭଲ କଥାକାର କୁହନ୍ତୁ, ଭଲ ପ୍ରବଚକ କୁହନ୍ତୁ, ସାଧୁ କୁହନ୍ତୁ, ସନ୍ଥ କୁହନ୍ତୁ। ଯେମିତି ସଂସାର ଲୋକଙ୍କ ଭିତରେ ରହିଛି, ସମସ୍ତେ ଚାହାନ୍ତି ଗୋଟେ ଆମକୁ ଭଲ କୁହନ୍ତୁ। କାହାକୁ ଟିକେ ଏବେ ଖରାପ କହିଦିଅ, ଗଲା ସରିଗଲା, ସେ କାଲି ଏବେ ଉଠି ଘରକୁ ପଳାଇବ, ଆଉ ଆଶ୍ରମରେ ରହିବ ନାହିଁ। କ'ଣ ମୋତେ ଏମିତି କଥା କହିଲେ? ସମୀକ୍ଷା କରି ଦେଖନ୍ତୁ ଏ ମନର ଚଞ୍ଚଳତା କେତେ, ଅସ୍ଥିରତା କେତେ। ଆମ ଭିତରେ ବିବେକ ଆସିନାହିଁ। ଯଦି ଦୁନିଆରେ ସବୁ କଥା ମିଛ, ତୁ ସତ କଥାଟାକୁ ରିସିଭ୍ ନ କରି ତୁ ମିଛଟା କାହିଁ ରିସିଭ୍ କଲୁ? ମିଛଟାକୁ ସବୁବେଳେ ଫୋପାଡ଼ି ଦେବାର ଅଛି ନା। ତ ନାଗ ଜ୍ଞାନ, ନାଗ ଭକ୍ତି। ଯଦି ତୁମ ଭିତରେ ଭକ୍ତି ଭାବ ଉଦୟ ହେଇଛି, କେମିତି କେଉଁ ଜନ୍ମର ସଂସ୍କାରରୁ ଜ୍ଞାନଟା ଆସିନାହିଁ, ଏଭଳି ଭଗବାନଙ୍କର ପରୀକ୍ଷା ହେବ। ସେ ପରୀକ୍ଷାରେ ତୁମ ଭକ୍ତି ଭାସିଯିବ। ଯଦି ତୁମ ଭିତରେ ଜ୍ଞାନ ଆସିଛି, ବହୁତ କଠୋର ପରୀକ୍ଷାରେ ପଡ଼ିଲ, ସମ୍ମୁଖୀନ ହେଲ, ତୁମର ପତନ ଏତେ ସହଜ ହେବ ନାହିଁ। ତୁମେ ପୁଣି ସମୀକ୍ଷା ବିଚାର କରିକି ପୁଣି ସତ୍ପଥକୁ ପଳେଇ ଆସିବ। ସେଥିଲାଗି ଭଗବାନ କହିଲେ, ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ, ଦେଖି ସନ୍ତୋଷ ଭଗବାନ। ଭକ୍ତିଟା ଶ୍ରେଷ୍ଠ, ଯେ ଜ୍ଞାନ ନହୋଇ ଭକ୍ତିଟା କେମିତି ହେଲା? ସପ୍ତମ କ୍ଲାସ୍ ପରେ ଅଷ୍ଟମ କ୍ଲାସ୍ ନା। ସପ୍ତମ କ୍ଲାସ୍ ପାଠ ଜଣା ନାହିଁ, ତୁମେ ଅଷ୍ଟମ ଶ୍ରେଣୀର ପାଠ କହୁଛ, ଗେସ୍ କରି କହୁଛ, ଅନୁମାନ କରି କହୁଛ। ସେଇ କନସେପ୍ଟଟା, ସବଜେକ୍ଟଟା ତୁମ ବ୍ରେନ୍ ଭିତରେ ନାହିଁ। କେତେବେଳେ ତୁମେ ପଡ଼ିଯିବ? ଶାସ୍ତ୍ର ଲେଖା ହେଇଛି, ସପ୍ତାଙ୍ଗୁର ଅଷ୍ଟାଙ୍ଗ ସାର, ଭକ୍ତିଟି ନବମ ପ୍ରକାର, ଜ୍ଞାନଠାରୁ ଭକ୍ତି ଶ୍ରେଷ୍ଠ। ଭକ୍ତିରେ ମିଳେ ରସ ତୃପ୍ତ, ଭକ୍ତିରେ ପ୍ରୀତି ନାହିଁ ଯାର, ସେ କି ଜାଣେ ପ୍ରଭୁଙ୍କ ପୟର। ତେଣୁ ଜ୍ଞାନ, ପୂର୍ଣ୍ଣ ଜ୍ଞାନ ତୁମକୁ ଭକ୍ତି ଅଭିମୁଖୀ କରିବ ନା, ଭକ୍ତି ଆଡ଼କୁ ତୁମ ନେବ ନା। ଆଉ ସେ ତ ଜ୍ଞାନଟା କ୍ରିୟାତ୍ମକ ହେଇଯିବ, ସେଟା ଭକ୍ତି ହେଇଯିବ ନା। ମୁଁ ଜାଣିଲି, ମୁଁ ସରଳ ହେଲେ ଗୁରୁଦେବଙ୍କ ପାଖରେ, କାହାର ଭଗବାନଙ୍କ ପାଖରେ ପୂର୍ଣ୍ଣ ସମର୍ପଣ କରିଦେଲେ, ଭଗବାନ ମୋର ସମସ୍ତ ଦାୟିତ୍ୱ ନିଅନ୍ତି। ଆଗ ସେ ଜାଣିମ ପରେ କରିବ ନା। ଆଉ ସେଥିଲାଗି 18 ଅଧ୍ୟାୟ ଶେଷରେ ମୁଖ୍ୟ ଯୋଗ ରଖିଲେ, 66ଟି ଶ୍ଲୋକରେ ରଖିଲେ, ସର୍ବଧର୍ମାନଂ ପରିତ୍ୟଜ୍ୟ। ତେଣୁ ଏ ସମସ୍ତ କଥା ବ୍ୟାସଦେବ ମାନବ ସମାଜକୁ ଦାନ କରିଛନ୍ତି। ଲୋକର ଅଜ୍ଞାନତା କେମିତି ଚାଲିଯାଉ, ଲୋକ କେମିତି ଦୁଃଖରୁ ନିବୃତ୍ତି ପାଉ, ଲୋକ ପ୍ରତ୍ୟେକ ମାନବ ଜୀବନ କେମିତି ଆନନ୍ଦ ପ୍ରେମମୟ ହଉ, ସୁଖମୟ ନ ହଉ, ଶାନ୍ତିମୟ ନ ହଉ। ଶାନ୍ତି ଆସିବ ଚାଲିଯିବ,
ସୁଖ ଆସିବ ଚାଲିଯିବ, କିନ୍ତୁ ଆନନ୍ଦ ଆସିଲେ ଆଉ ଯାଏ ନାହିଁ। ତୁମେ ଯେଉଁଟାକୁ ଆନନ୍ଦ ବୋଲି ଭାବୁଛ ସେଇଟା ଆନନ୍ଦ ନୁହେଁ, ସେଇଟା ସୁଖ। କହିଲେ ସମୟ ପଳେଇବ, କାଲି 5ଟାରୁ, ତେଣୁ ସମୟ ପଳେଇବ। ତେଣୁ ଆଜି ଗୁରୁ ପୂର୍ଣ୍ଣିମା ଉତ୍ସବରେ ତେଣୁ ଆମକୁ ଶିଖିବାକୁ ପଡ଼ିବ ଆମେ କେମିତି ଗୁରୁଗତ ପ୍ରାଣ ହେବା। ଆମେ ଗୁରୁଙ୍କ ସହିତ ଗତ ଅର୍ଥ ଏକକାର ହେଇଯିବା। ମୋ ଗୁରୁଦେବ ଯାହା କହୁଛନ୍ତି ମୁଁ ତାକୁ ପାଳନ କରିବି। ଏଇଟା ଶିଷ୍ୟର ପ୍ରଥମ କର୍ତ୍ତବ୍ୟ। ଦ୍ୱିତୀୟ କର୍ତ୍ତବ୍ୟ ହେଉଛି ଧ୍ୟାନ ମୂଳଂ ଗୁରୁର ମୂର୍ତ୍ତି, ପୂଜା ମୂଳଂ ଗୁରୁର ପଦ, ମନ୍ତ୍ର ମୂଳଂ ଗୁରୁର ବାକ୍ୟ, ମୋକ୍ଷ ମୂଳଂ ଗୁରୁର କୃପା। ମୁଁ ଜୀବନରେ ଏଇ 4ଟି କଥା ଭିତରୁ ଯଦି ମନ୍ତ୍ର ମୂଳଂ ଗୁରୁର ବାକ୍ୟ ମୁଁ କରିଦେଲି, ଗୁରୁଙ୍କ ନିକଟରେ ନିଜକୁ ସମର୍ପଣ କରିଦେଲି ଏବଂ ଗୁରୁଗତ ପ୍ରାଣ ହେଇଗଲି, ଗୁରୁମୁଖ ହେଇଗଲି। ଗୁରୁମୁଖ ଅର୍ଥ ମୋ ଗୁରୁ ଯାହା କହୁଛନ୍ତି ମୁଁ ତାହା କହିବି। ଗୁରୁମୁଖ, ଗୁରୁଗତ ପ୍ରାଣ, ଆଉ ଗୁରୁଙ୍କ ସେବାରେ ମୋ ଜୀବନଟା ଅତିବାହିତ ହୁଏ। ଗୁରୁଙ୍କ ସେବା କ'ଣ? ସମସ୍ତଙ୍କର ଧାରଣା ହେବ ଗୁରୁଙ୍କ ଗୋଡ଼ ହାତକୁ ବସି ଚିପାଚିପି ମୁଡ଼ାମୁଡ଼ି କରିଦେବାଟା ହିଁ ଗୁରୁଙ୍କର ସେବା। ଗୁରୁଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ହିଁ ହେଉଛି ଗୁରୁଙ୍କର ସେବା। 3ଟି କଥା ଦ୍ୱାରା ଆପଣଙ୍କର କ'ଣ ହୁଏ ନା ଗୁରୁ କୃପା ଲାଭ ହୋଇଥାଏ। ସେବା, ଦେବା, ନିର୍ବାହ। ସେବା, ଗୁରୁଦେବ ଯେଉଁ ଉପଦେଶ ଦେଲେ ତାକୁ ପାଳନ। କ'ଣ ଉପଦେଶ ଦେଲେ? କେତେବେଳେ ଆଶ୍ରମ ସେବା ପାଇଁ କହିଲେ, ଆଗ ସାଧନା ପାଇଁ କହିଲେ, ତାପରେ ଆଶ୍ରମ ସେବା କରିବା ପାଇଁ କହିଲେ, ତାପରେ ସମସ୍ତଙ୍କ ଭିତରେ ଗୁରୁ ସତ୍ତାକୁ ଉପଲବ୍ଧି କରି ତୁମେ ସେବା କରିବାରେ ଲାଗି ପଡ଼ିବ। ତୁମେ ତ ଭଗବାନଙ୍କୁ ଦେଖିନ, ଗୁରୁଙ୍କୁ ଦେଖିଛ ତାଙ୍କର ସାକାର ରୂପ। ଯେମିତି ପରମ ବ୍ରହ୍ମକୁ ଦେଖିନ, ଜଗନ୍ନାଥ ହେଉଛନ୍ତି ତାଙ୍କର ସାକାର ରୂପ, ସେ ନିର୍ଗୁଣ ବ୍ରହ୍ମର ସାକାର ରୂପ। ସେମିତି ନିର୍ଗୁଣ ବ୍ରହ୍ମର ସାକାର ରୂପ ହେଉଛନ୍ତି ଗୁରୁଦେବ। ତାଙ୍କ ନିକଟରେ ସମର୍ପିତ ହେବ। ସେ ଯେଉଁ ଉପଦେଶ ଦେବେ ସେ ଉପଦେଶକୁ ପାଳନ କରିବ। ସେବା, ଦେବା, ନିଜର ଆଉ କ'ଣ ତୁମର ଅଛି କି? ତୁମ ସମସ୍ତ ଜିନିଷ, ସମସ୍ତ ସମ୍ପତ୍ତି, ସବୁ ଜିନିଷ ଗୁରୁଙ୍କୁ ପୂର୍ଣ୍ଣ ରୂପରେ ସମର୍ପଣ କରିଦେଇଥିବ। ହାର୍ଟରେ, ମନରେ ନୁହେଁ, ହୃଦୟରେ। ଏସବୁ କିଛି ଗୁରୁଦେବଙ୍କର। ଆମର ବୋଲି କିଛି ନାହିଁ। ଆମେ ଜଷ୍ଟ ମାଧ୍ୟମ ବୋଲି ଯେଉଁଟା ଆମେ କହୁଛେ ତା ବି ଭୁଲ। ସବୁ ତୁମେ, ଏଇ କନସେପ୍ଟ ଯଦି ହେଇଗଲା ସବୁ ତୁମେ, ମାଧ୍ୟମ ନାହିଁ, କେତେବେଳେ କନସେପ୍ଟ କ୍ଲିଅର ହେବ, କେତେବେଳେ ଭାବ ଆସିବ, ଯେତେବେଳେ ତୁମେ ତାଙ୍କ ସହିତ ମିଳନ ହେଇକି ଏକକାର ହେଇଯିବ। ଏଇଟା ମୁହଁରେ ଶୁଣୁଛ, ସବୁ ତୁମେ କହିପାରିବନି। ସେ ଅବସ୍ଥା ନ ହେବା ପର୍ଯ୍ୟନ୍ତ କହି ହୁଏନି। ଯଦି କହି ହୁଏ ପରୀକ୍ଷାରେ ଫେଲ ମାରିବ। ଶୁଆ ପକ୍ଷୀ ଭଳି ଯେମିତି ବିଲେଇ ଦେଖିବ ଅଚା ଭୁଆଁ ହେବ, କାଉଁ କ୍ୟାଉଁ ଆଉ ରାମ ରାମ ଛାଡ଼ିଦେବ। 2ଟା ମାଡ଼ ଯେତେବେଳେ କିଏ ତୁମକୁ ଦେବ ସବୁ ତୁମେ କହିପାରିବ ନାହିଁ। କିଏ ନିନ୍ଦା କଲା ସବୁ ତୁମେ କହିପାରିବ ନାହିଁ। ଯଦି କିଏ ଗାଳି କଲା ସବୁ ତୁମେ କହିବ। ତ ମନ ତ ଶୁଖିଯିବ, ମନ ମରିଯିବ, ମୁହଁ ଶୁଖିଯିବ। ମନର ପ୍ରତିଫଳନଟା ତ ମୁହଁରେ ହେଉଛି ନା। ତେଣୁ ଆମ ଭିତରେ କ'ଣ ନା ଆମ ଶିଷ୍ୟ ହେବାର ଅଧିକାର ଜାଗ ହେଲା ପାତ୍ର। କେତେ ବଡ଼ ପାତ୍ର, କେତେ ସମର୍ଥ ମୋର ଅଛି, ଗୁରୁ ଯେଉଁ ଭାର ଦାୟିତ୍ୱ ମୋତେ ଦେଉଛନ୍ତି। ତାପରେ ସମର୍ପଣ। ଜଣେ ଶିଷ୍ୟର ବଡ଼ କଥା ହେଉଛି ନିଜକୁ ଗୁରୁଙ୍କ ନିକଟରେ ସମର୍ପଣ, ପୁଣି ପୂର୍ଣ୍ଣ ସମର୍ପଣ କରିବା ଦରକାର। ଯେତେବେଳେ ସେ ପୂର୍ଣ୍ଣ ସମର୍ପଣ କରିଦେଲା, ତାର ସମସ୍ତ ଦାୟିତ୍ୱ ଗୁରୁ ନେଇଯାନ୍ତି। ତାର କେମିତି ସାଧନା ହେବ, ଗୋଟିଏ ଗୋଟିଏ ସ୍ତରକୁ ସେ କେମିତି ଅତିକ୍ରମ କରିବ, କେମିତି ମୂଳାଧାରକୁ ଅତିକ୍ରମ କରିବ, କେମିତି ସ୍ୱାଧିଷ୍ଠାନକୁ ଅତିକ୍ରମ କରିବ, କେମିତି ମଣିପୁରକୁ ଅତିକ୍ରମ କରିବ, କେମିତି ଅନାହତକୁ ଅତିକ୍ରମ କରିବ, କେମିତି ବିଶୁଦ୍ଧକୁ ଅତିକ୍ରମ କରିବ, ସବୁ ଅତିକ୍ରମ କରି ଯିବାକୁ ପଡ଼ିବ। କେମିତି ଆଜ୍ଞାକୁ ଅତିକ୍ରମ କରିବ, କେମିତି ସହସ୍ରାରେ ପହଞ୍ଚିଯିବ। ସବୁ ସମ୍ଭବପର। ତେଣୁ ଭଗବତ ଜଗତରେ
ଦୁଇଟି କଥା ବ୍ୟାସଦେବ କହିଛନ୍ତି। ମୂଳଟି ଅଟଇ ବିଶ୍ୱାସ କହଇ ଜଗନ୍ନାଥ ଦାସ। ଦୁଇଟି କଥା ହେଉଛି, ଗୋଟେ ହେଉଛି ବିଶ୍ୱାସ ଆଉ ଗୋଟେ ହେଉଛି ଭକ୍ତି। ଯେଉଁ ଦୀକ୍ଷିତ ଶିଷ୍ୟ ଭିତରେ ବିଶ୍ୱାସ ଥିଲେ ଶ୍ରଦ୍ଧା ତାର ଆସିବ, ଶ୍ରଦ୍ଧା ଥିଲେ ବି ବିଶ୍ୱାସ ଆସିବ। ଯାହାର ଶ୍ରଦ୍ଧା ନାହିଁ ସେ ସବୁ ଶୋଇ ପଡ଼ୁଛନ୍ତି। କ'ଣ ଏ କଥାରୁ ମିଳିବ? କ'ଣ ଏ କଥାରୁ ମିଳିବ? ଯଦି ଅନ୍ଧକୁ ଦର୍ପଣ ଦେଖେଇବ, ସେ ଯେତେ ତମେ ଦେଖାଅ, ଯେତେ ଦେଖାଅ, ସେ କ'ଣ ଦର୍ପଣ ଦେଖିଲେ କିଛି ଜାଣିପାରିବ? ଆମେରିକାରୁ ଆଣ, ସୁଇଜରଲ୍ୟାଣ୍ଡରୁ ଆଣ, ସ୍ୱିଡେନରୁ ଆଣ, ୟୁକେରୁ ଆଣ, ଯେତେ ଦେଖାଅ ସେ କିଛି ଦେଖିପାରିବନି। ଭାଇ ଦେଖାଯାଉଛି? ଯେତେ ତାକୁ ଦେଖାଅ। ଅନ୍ଧ ଦେଶ ଗଲି ଦର୍ପଣ ବିକି ଗୋଟେ ସୁନ୍ଦର ଭଜନ ନାହିଁ କି? ଯେତେ କାଲ ଆଗରେ ମୂଳା ଚୋବାଅ, ସେ କେମିତି ସାଉଣ୍ଡ ହେଉଛି ସେ କ'ଣ କହିପାରିବ? କେତେ ତା ଭିତରେ ସବୁ ଶୋଇପଡ଼ିଲେଣି। କେତେ ତମ ଗୁଣର ପ୍ରଭାବ, ସତ ଗୁଣର ପ୍ରଭାବ ନାହିଁ। ରାତି ରାତି ଦିନ ଦିନ ବିତିଯାଏ ଶିଷ୍ୟଙ୍କର ଗୁରୁଙ୍କ ପାଖରେ ବସିକି ସେ ବ୍ରହ୍ମଜ୍ଞାନ ଆତ୍ମଜ୍ଞାନ ଶ୍ରବଣ ପାଇଁ। ଏଇ ବ୍ରହ୍ମଜ୍ଞାନ ଆତ୍ମଜ୍ଞାନ ଶ୍ରବଣ କରି ଶୁକ ମୂର୍ତ୍ତ ପକ୍ଷୀଟା ଜୀବନ୍ତରେ ପରିଣତ ହୋଇଗଲା। ଏ ବ୍ରହ୍ମଜ୍ଞାନ ଶ୍ରବଣ ମାତ୍ରେ ଶିଷ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କର ଅନେକ ଦୋଷ ସବୁ ହରଣ ହୋଇଯାଏ। ଶାସ୍ତ୍ରରେ ପ୍ରମାଣ ଅଛି। ଯେଉଁଠି ମୋ କଥା ଆଲୋଚନା ହୁଏ, ନାହାଂ ତ୍ରିଷ୍ଠାମି ବୈକୁଣ୍ଠେ ଯୋଗିନାଂ ହୃଦେ ନଚ ମଧୁଭକ୍ତା ଯତ୍ର ଗାୟନ୍ତି, ମୋ ବିଷୟ ଯେଉଁଠି ଆଲୋଚନା ହେଉଛି ତତ୍ର ତିଷ୍ଠାମି ନାରଦ। ସବୁ ବ୍ୟାସଙ୍କ କଥା। ତେଣୁ ସେ ପଣ୍ଡିତଙ୍କ କଥା ରହିଗଲା, ଆରେ ତୁମେ ସବୁବେଳେ ପର କଥା କହୁଛ, ଜୀବନ ସାରା ପର କଥା କହି କହି ଚାଲିଛ, ସମସ୍ତଙ୍କ ଅଇଁଠାଟା ଖାଉଛ। ଆରେ ଯିଏ କହିଦେଲା ତୁମେ ସେଇ କଥା କହିଲ, ସେଇଟା ଅଇଁଠା ନା। ଆଉ ତମର ଅନୁଭବ ଅନୁଭୂତିର କଥା କେଉଁଠି କିଛି କହିଲଣି କି? କହିନ। ଯାହା କହୁଛ ପଢ଼ିକି କହୁଛ, ଶୁଣିକି କହୁଛ, ବିଚାର କରି କହୁଛ, ଚିନ୍ତନ କରି କହୁଛ। ତମର ଉପଲବ୍ଧି ଅନୁଭବ ହେଇଛି କି? ପାଠ ପଢ଼ିକି କହୁଛନ୍ତି ମାନେ ସ୍କଲାର ଅଛନ୍ତି। ବହୁତ ଲୋକ ଶୁଣିକି ବି କହିବେ, ବହୁତ ଲୋକ ବିଚାର କରି ବି କହିବେ। କିନ୍ତୁ ଅନୁଭବ କରୁଥିବା ବ୍ୟକ୍ତି କ'ଣ କେଉଁଠି ଯିବ କହିବାକୁ କି? ସେ ଗୋଟେ ଜାଗାରେ ସ୍ଥିର ହୋଇ ବସିବ। କାହାକୁ କହିବ, କିଏ ଶୁଣିବ? ସେ ସିନା ଦୁଇ ଭାବିଲେ କହିବ, ଏକ ଭାବିଲେ କ'ଣ କହିବ? କାହାକୁ କହିବି? ମୁଁ ଯିଏ ସିଏ ସେ, ସେ ଯେ ମୁଁ ସେ। ଯେ ମାଂ ପଶ୍ୟତି ସର୍ବତ୍ର ସର୍ବଂ ମୟିଚ ପଶ୍ୟତି। ପ୍ରତ୍ୟେକଟି ଭିତରେ, ମଣିଷ ଭିତରେ ଅହଙ୍କାର, ଦାମ୍ଭିକତା, ଅଜ୍ଞାନତା ଭାବ ପ୍ରକାଶ ପାଉଛି। ସେ ଜାଣିପାରୁନି। ଜୀବ ଅଜ୍ଞାନ ଭାବ ଦେଖ, ଦୁଃଖକୁ ମଣେ ମହାସୁଖ। ଏଇ କଥା କହି ସେ ଆନନ୍ଦ ହେଇଯାଉଛି ଶାସ୍ତ୍ର କଥା, ବ୍ରହ୍ମଜ୍ଞାନର କଥା କହି। କିନ୍ତୁ ପ୍ରାକ୍ଟିକାଲ ଲାଇଫରେ କିଛି ନାହିଁ। ସେଥିଲାଗି ଗୁରୁଦେବ କହୁଥିଲେ ଇଂଲିଶରେ, ଆନ୍ ଆଉନ୍ସ ଅଫ୍ ପ୍ରାକ୍ଟିସ୍ ଇଜ୍ ଫାର୍ ବେଟର ଦ୍ୟାନ୍ ଟନ୍ସ ଅଫ୍ ଥିଓରି। ଆମେ ବି ସେଇ କଥା କହୁଛେ। ହେ ପଣ୍ଡିତେ, ତେଣୁ ତ ସବୁବେଳେ ପର କଥା କହୁଛ, ନିଜ କଥା କିଛି କହିଲ ନାହିଁ। ଆଉ ଏଇ ଜୋତାଟା 2 ଦିନ ପିନ୍ଧିଦେଲେ କ'ଣ ଅସୁବିଧା ହେବ? ପଣ୍ଡିତଙ୍କ ଭିତରେ ବିରାଟ ସିଂହରଣ ଆସିଲା। ଆରେ ସତରେ ମୋର କ'ଣ ଅନୁଭବ? ଜଣେ ସାଧୁ ଶ୍ରୀମନ୍ଦିର ଭିତରେ ବସିଥିଲେ। ସେ ଆମର ପରିଚୟ। ଥରେ ଥରେ ଏମିତି ଶାସ୍ତ୍ର ଆଲୋଚନା ହୁଏ। ସେଠୁ ଆମେ ଗୋଟେ କଥା ପଚାରିଲୁ। ଆମେ ପଚାରିଲୁ, ବାବା ଏ କଥାଟା କ'ଣ? ନା ପଢ଼ିଛି କହିବି, ନା ଶୁଣିଛି ସେ ବିଷୟରେ କହିବି, ନା ଅନୁଭବ କଥା କହିବି? ବୋଲେ ବାବା ଅନୁଭବର କଥା କହୁନାହାନ୍ତି। ନା ସାଧନା ଚାଲିଛି, ଅନୁଭବ ହେଇନାହିଁ। ପଢ଼ିଛି କହିବି, ଯେଉଁ ଗ୍ରନ୍ଥରୁ ପଢ଼ିଛି ଭଗବାନ ଅଛନ୍ତି, ହଁ ଭଗବାନ ଅଛନ୍ତି।
ଶୁଣିଛି ଭଗବାନ ଅଛନ୍ତି ସେଇଟା କହିବି, ନା ପଢ଼ିଛି କହିବି, ନା ପ୍ରତ୍ୟକ୍ଷ କରିଛି ଗୋଟେ ସେଇଟା କହିବି? ବାବା ପ୍ରତ୍ୟକ୍ଷଟା କୁହନ୍ତୁ। ନା ପ୍ରତ୍ୟକ୍ଷ ବା କରିନେଇ, ଖାଲି ୱାସିଂଟନ ବିଷୟରେ ଶୁଣିଛି, ବହିରୁ ପଢ଼ିଛି। ୱାସିଂଟନ କ'ଣ ଗଲେଣି, ମୁଁ ଦେଖିଲେଣି? ନାନୀ ବାହାଘର କେମିତି? ନା ତୁ ବାହା ହ, ଜାଣିବୁ କେମିତି? ତେଣୁ ତାଙ୍କୁ ଦର୍ଶନ ଯିଏ କରିଥିବ ସେ ସଠିକ୍ କଥା କହିପାରିବ। ଯେତେ ତୁମେ ଅଲେଖିବୁ ଲେଖିବ ସେତେ ଭୁଲ ହେଇଯିବ। କାରଣ ଯେତେବେଳେ ସେ ନିର୍ଗୁଣରୁ ସଗୁଣ ହେବ ସେଇଠି ମାୟା ଆସେ, ସେଇଠି ଲୀଳା ଆରମ୍ଭ ହୁଏ, ସେଇଠି ଭ୍ରାନ୍ତି ଆସେ। ଭ୍ରାନ୍ତି ଆସୁନି? ନିର୍ଗୁଣରେ କ'ଣ ଭ୍ରାନ୍ତି? ପରମ ପିତା ପରମ ବ୍ରହ୍ମ, ଜମା ଭ୍ରାନ୍ତି ଆସିବନି। ଆପଣ କହିବେ ଜଗନ୍ନାଥ ହିଁ ନିର୍ଗୁଣରୁ ସଗୁଣ ହେଇଛନ୍ତି, ବହୁତ ଲୋକ କାଟିଦେବେ। ହେଲେ କୃଷ୍ଣ ଉପାସନା କାହିଁ ଲୋକ କରୁଛନ୍ତି? ରାମ ଉପାସନା କାହିଁ କରୁଛନ୍ତି? ଯଦି ଜଗନ୍ନାଥଙ୍କୁ ଉପାସନା କଲେ 33 କୋଟି ଦେବାଦେବୀଙ୍କର ଉପାସନା ହୁଏ। ଯଦି ଜଗନ୍ନାଥ ଅବତାରୀ, ସମସ୍ତେ ଅବତାର, ତାହେଲେ ଆମେ ଅବତାରୀକୁ ଉପାସନା କରି ଅବତାରକୁ କାହିଁ ଉପାସନା କରିବା? ଗୁରୁଙ୍କର ଉପାସନା କାହିଁ ନ କରିବା, ଯେ ଆମକୁ ପ୍ରତ୍ୟକ୍ଷ ଜ୍ଞାନ ଦେଲେ? ଯଦି ଶାସ୍ତ୍ରରେ କହିଛନ୍ତି ମୁହିଁ ବସଇ ଗୁରୁ ଦେ, ମୋତ ଗୁରୁ ଭିନ୍ନ ନୁହେଁ, ଏଇ କନସେପ୍ଟ କାହିଁକି ଏପର୍ଯ୍ୟନ୍ତ କ୍ଲିଅର ହେଇନାହିଁ? ବହୁତ ଲୋକ କହନ୍ତି ଆରେ ଏଇ ବାବାଜୀକି ପୂଜା କରୁଛୁ, ଇଏ କ'ଣ ଭଗବାନ? ତାର କନସେପ୍ଟ କ୍ଲିଅର ହେଇନାହିଁ ଯେ ଏଭ୍ରିଥିଙ୍ଗ ଇଜ ଗଡ୍। ଈଶ୍ୱର ସର୍ବଭୂତ, ମୁଁ ବି ଭଗବାନ, ଯାହାକୁ କହୁଛି ସିଏ ଭଗବାନ, ଯଥା ନାମ ତଥା ବିଷ୍ଣୁ, ଇଏ ବି ଭଗବାନ। ସାଇଣ୍ଟିଫିକ ଦେଖିବାକୁ ଯଦି ଦେଖିବେ, ଆର ମୂଳ ତତ୍ତ୍ୱରେ ପହଞ୍ଚିବେ ଈଶ୍ୱରଙ୍କ ପାଖରେ। ସାର୍ଟଟାକୁ ଦେଖିବେ, ଏ ଫୁଲଟାକୁ ଦେଖିବେ, ଏ ଗ୍ଲାସଟାକୁ ଦେଖିବେ, ଯାହାକୁ ଦେଖିବେ ସେଇଠି ପହଞ୍ଚିବେ। କାହିଁକି ଆମର ଅନୁଭବ ହେଉନି? ନା ଆମର ଜ୍ଞାନ ଏପର୍ଯ୍ୟନ୍ତ ପ୍ରାପ୍ତି ହେଇନାହିଁ। କାହିଁକି ପ୍ରାପ୍ତି ହେଇନି? ନା ଆମେ ସେଠି ଶ୍ରଦ୍ଧାଳୁ ହେଇନାହିଁ। ସେଇ କଥା ଭଗବତ ଗୀତାରେ ବ୍ୟାସଦେବ କହିଛନ୍ତି, ଶ୍ରଦ୍ଧାବାନ ଲଭେତେ ଜ୍ଞାନ। ଜ୍ଞାନ ହେଲା ପରେ ସିନା ତତ୍ପର ସଂଜିତେନ୍ଦ୍ର। ଏ 11ଟା ଇନ୍ଦ୍ରିୟକୁ ତୁ ନିୟନ୍ତ୍ରଣ କରିବୁ, ତୁ ତ ଜ୍ଞାନହୀନ। ଶୋଧିଲେ କ'ଣ ହେଇ ଜାଣିନୁ, ଗାଳି ଦେଲେ କ'ଣ ହେଇ ଜାଣିନୁ, ମିଛ କଥା କହିଲେ କ'ଣ ଜାଣିନୁ, ପରନିନ୍ଦା ପରଚର୍ଚ୍ଚା କଲେ କ'ଣ ଜାଣିନୁ, କରପସନ୍ କଲେ କ'ଣ ହେଇ ଜାଣିନୁ। ସବୁ ଯେ ଯାହା ଦବ, ଯାହା କରିବ, ସବୁ ତମ ପାଖକୁ ଫେରି ଆସିବ। ବିଜ୍ଞାନ ବି କହୁଛି, ମୁଁ କାହାକୁ ଗାଳି ଦେବି ମାନେ ଗାଳିଟା ମୋ ପାଖକୁ ରିଟର୍ନ କରିବ, ମୁଁ କାହାକୁ ଦାନ କରିବି ମାନେ ଦାନଟା ମୋ ପାଖକୁ ରିଟର୍ନ କରିବ। ଆଉ ଆତ୍ମଜ୍ଞାନର ଅଧିକ ହେଲା ପରେ ତମକୁ କୌଣସି ଜିନିଷ ସ୍ପର୍ଶ କରିବ ନାହିଁ। କାରଣ ମୁଁ ସେଇ ଆତ୍ମା, ସମସ୍ତେ ସେଇ ଆତ୍ମା, ସମସ୍ତେ ସେ ପରମାତ୍ମା ପରମ ବ୍ରହ୍ମଙ୍କର ସନ୍ତାନ। ଯେତେବେଳେ ଦେହବୋଧ ଥାଏ ସବୁ ଆକ୍ସନ୍ ରିଆକ୍ସନ୍, ଆକ୍ସନ୍ ରିଆକ୍ସନ୍, ଆକ୍ସନ୍ ରିଆକ୍ସନ୍। କାରଣ ଦେହରେ ସବୁଯାକ ଇନ୍ଦ୍ରିୟ ରହିଛି, ଆତ୍ମାରେ କୌଣସି ଇନ୍ଦ୍ରିୟ ନାହିଁ। ସବୁର ଊର୍ଦ୍ଧ୍ୱରେ ଆତ୍ମା, ପୁଣି ତାର ଇନ୍ଦ୍ରିୟ କେଉଁଠୁ ଆଇଲା? ଦେଖୁନାହାନ୍ତି, ଏଇଠି ହିଁ ଆତ୍ମାର ସ୍ଥିତି ଆଜ୍ଞା ଚକ୍ରରେ। ସବୁ ଅର୍ଗାନ ଇଏଟ୍, ପୁଣି ସବୁଯାକ ବାହାରକୁ, ସବୁ ଅର୍ଗାନ ବାହାରକୁ ଚାହିଁଛନ୍ତି। କେଉଁ ଅର୍ଗାନ ଭିତରକୁ ଚାହିଁଛି? ଆଖି ବନ୍ଦ କରି ଦେଖୁଛି ଭିତରେ କିଏ ସେ ଅଛି ଆତ୍ମା, କିଏ ସେ ଅଛି ପରମାତ୍ମା। ଆଗ ତ ଆତ୍ମା ହେଲେ ପରମାତ୍ମାଙ୍କୁ ଦର୍ଶନ କରିବ। ଆତ୍ମା ନ ହେବା ପର୍ଯ୍ୟନ୍ତ ପରମାତ୍ମାଙ୍କୁ ଦର୍ଶନ କରିପାରିବନି। ଆତ୍ମା ହେଲେ ପରମାତ୍ମାଙ୍କ ଲାଇଟ୍ ସମସ୍ତଙ୍କ ଉପରେ ପଡ଼ୁଛି, ସେ ଲାଇଟ୍ଟାକୁ ସେ ଧରିପାରିବ, ସେ ଲାଇଟ୍ଟା ତା ଭିତରେ କ୍ରିୟାଶୀଳ ହେବ, ତା ଭିତରେ ପଜିଟିଭ୍ ଏନର୍ଜି ଏଠି ପ୍ରବାହିତ ହେବ କଳ୍ପନା ବାହାରେ। ଭଗବାନ ତା ଦ୍ୱାରା, ଭଗବାନ ନୁହନ୍ତି ପରମାତ୍ମା ପରମ ବ୍ରହ୍ମ, ତା ଦ୍ୱାରା ବିଶ୍ୱର ଅନେକ କଲ୍ୟାଣ, ଅନେକ ମଙ୍ଗଳ କାମ କରିବେ। ସେଥିଲାଗି ଭାଗବତରେ ଭଗବାନ କହିଛନ୍ତି, ବ୍ୟାସ କହିଛନ୍ତି, ମୋର ଭକତ ମୋର ମିତ, ସେ କରେ ଜଗତ ପବିତ୍ର। ମୋର ଯିଏ ଭକ୍ତ, ଭକ୍ତ କିଏ? ନା ଯିଏ ସବୁବେଳେ ମୋତେ ଭଜନ କରେ, ଯାହାର ସ୍ମରଣରେ ମୁଁ 24 ଘଣ୍ଟା ଥାଏ, ଯାହାକୁ ସବୁବେଳେ ଉପଲବ୍ଧି ମୁଁ କରିପାରୁଛେ। କାହାକୁ? ନା ସତ୍ୟକୁ। ଯାହାକୁ ବୋଲେ ପ୍ରେମିକା ପ୍ରେମିକ ଯେମିତି କ'ଣ ସେମିତି ହେଇପାରିବ? ମା ପୁଅ କ'ଣ ସେମିତି ହେଇପାରିବ?
ବିଷୟୀ ଲୋକର ଧନ ଚିନ୍ତା ଜିନ୍ 24 ଘଣ୍ଟା ମିଛ ଚିନ୍ତା, ସତ୍ୟର ଚିନ୍ତା 24 ଘଣ୍ଟା ତା ଭିତରେ ରହୁଛି। ତା ଭିତରେ ତାଙ୍କର ଲାଇଟ୍ ତ ସମସ୍ତେ ତାଙ୍କର ଆଲୋକରେ ଆମେ ଆଲୋକିତ ନା। ଆମେ କହୁଛୁ ବ୍ରେଥ ସବୁ କରୁଛି, କ୍ରିୟା ଯୋଗରେ କୁହାଯାଇଛି, ଠିକ୍ ଅଛି। କିନ୍ତୁ ବ୍ରେଥକୁ କିଏ ନେଉଛି, କିଏ ଛାଡ଼ୁଛି? ବାବା ଗୋଟେ ସତ୍ସଙ୍ଗ କରିଥିଲେ, ବ୍ରେଥକୁ ଆତ୍ମା ନେଉଛି, ଆତ୍ମା ଛାଡ଼ୁଛି। ଆମେ ବ୍ରେଥ ମାଧ୍ୟମରେ ଆତ୍ମା ପାଖରେ ପହଞ୍ଚି ପାରିବା। ଯେତେବେଳେ ଆତ୍ମା ସବୁ କରୁଛି, କରାଉଛି, ଆମ ଭିତରେ ଏ କନସେପ୍ଟଟା କ୍ଲିଅର ହେଇଗଲା, ତାହେଲେ ଆପଣ ଭିତରେ ମୁଁଟା ଉଠିଗଲା, ମୋରଟା ବି ଉଠିଗଲା। ଯେପର୍ଯ୍ୟନ୍ତ ଆତ୍ମା ସବୁ କରୁଛି, କରାଉଛି, 100% ତମ ଭିତରେ ସେ କନସେପ୍ଟ ଆସିନାହିଁ, ତମ ଭିତରେ ମୁଁ ମୋର ଭାବ ଯିବ ନାହିଁ। ଠକିନି କହିଦେବ ମୁଁ କଲି କ'ଣ, ସେ ମୋର ମଗ, ମୋ ପୁଅ, ମୋ ଘର, ମୋ ଦ୍ୱାର, ମୋ ଝିଅ, ମୋ ସମ୍ପତ୍ତି, ମୋ ଜମି, ମୋ ବାଡ଼ି, ମୁଁ ଅଛି ମାନେ ମୋର ଅଛି, ମୁଁ ନାହିଁ ମାନେ ମୋର ନାହିଁ। ଯେତେବେଳେ ରିଏଲି ଫିଲ୍ କରିବ, ଆଖି ଆତ୍ମା ଦ୍ୱାରା ଦେଖୁଛି, କାନ ଶୁଣୁଛି, ପାଟି କଥା କହୁଛି, ଚର୍ମ ସ୍ପର୍ଶ କରୁଛି, 10ଟା ଇନ୍ଦ୍ରିୟର ଫଙ୍କସନ୍, 25ଟା ପ୍ରକୃତିର ଫଙ୍କସନ୍, ମନର ଫଙ୍କସନ୍, ସବୁକିଛି ଆତ୍ମାର ଆଲୋକରେ ଏମାନେ ଆଲୋକିତ। ତେଣୁ ଆତ୍ମାଟା କାହାର ଆଲୋକରେ ଆଲୋକିତ ହେଉଛି? ଆତ୍ମାର ନିଜର ଆଲୋକ ଅଛି କି? ଆତ୍ମା ପରମାତ୍ମା ପରମ ବ୍ରହ୍ମର ଆଲୋକରେ ଆଲୋକିତ ହେଉଛି। ଏଇଠି ଲାଇଟ୍ଟା ଜଳୁଛି। ଏକ୍ଜାମ୍ପଲ୍, ଆପଣ ଦେଖୁଛନ୍ତି ଲାଇଟ୍ଟା ଜଳୁଛି, ଏ ଲାଇଟ୍ଟା କରେଣ୍ଟ ଦ୍ୱାରା ଲାଇଟେଡ୍ ହେଉଛି। ଏଇଟା କେଉଁଠି ହେଉଛି ନା ମେନ୍ ଟ୍ରାନ୍ସଫର୍ମରୁ। ଯଦି ମେନ୍ ଟ୍ରାନ୍ସଫର୍ମର ଲାଇଟ୍ଟା ପାୱାରଟା ନ ଆସିବ, ଏ ଯେତେ ସୁଇଚ୍ ମାରି ଯେତେ କନେକ୍ସନ୍ ଦେଇଥାଅ, ଇଏ କ'ଣ କେବେ ଜଳିବ? କେବେ ଜଳିବ? ଭୌତିକ ଜଗତ ଯାହା, ଆଧ୍ୟାତ୍ମିକ ଜଗତ ସେୟା। କାରଣ ଭୌତିକ ଜଗତରୁ ଭୁଲ କହିଲେ, ଆଧ୍ୟାତ୍ମିକ ଜଗତରୁ ଭୌତିକ ଜଗତ ସୃଷ୍ଟି, ନିର୍ଗୁଣରୁ ସଗୁଣର ସୃଷ୍ଟି। ତେଣୁ ପରମାତ୍ମା ପରମ ବ୍ରହ୍ମ ଆଲୋକରେ ସମସ୍ତେ ଆମେ ଆଲୋକିତ। ଯେତେବେଳେ ଆମେ ଶୁଦ୍ଧ, ନିର୍ମଳ, ପବିତ୍ର ହେଇଯିବା, ତାଙ୍କ ଆଲୋକକୁ ଆମେ ଏତେ ଦୂର ଧାରଣ କରିପାରିବା, ଏତେ ଦୂର ଉପଲବ୍ଧି ଅନୁଭବ କରିପାରିବା, ଆମେ ଦେଖିବା ଏ ସୃଷ୍ଟିରେ ସେ ଗୋଟିଏ କଥା, ସବୁ ହିଁ ଜଣେ କରୁଛି, କରାଉଛି। ଯେମିତି ବେଲାଳସେନ କହିଥିଲା, ତୁ ଯେ ବେକ ଭାବେ ଭାବୁ, ଏ ଘୋର ସଂସାର ତରିବୁ। ଏଇ ପରିସମାପ୍ତି ହେବ ମହାଭାରତ ଯୁଦ୍ଧର। କୌରବ ଗଣଙ୍କର ବିନାଶ ହେବ, ପାଣ୍ଡବ ଗଣଙ୍କର ଜୟ ହେବ। କେତେବେଳେ ହେବ ପାଣ୍ଡବ ଗଣ? କିଏ ନା ଯିଏ ଭଗବାନଙ୍କ ପାଦ ପଦ୍ମରେ ଶରଣ ବସିଛନ୍ତି, ଯିଏ ଭଗବାନଙ୍କୁ ଆଗରେ ରଖିଛନ୍ତି, ଯିଏ ଭଗବାନଙ୍କର ଉପଦେଶକୁ ପାଳନ କରିକି ଜୀବନ ନିର୍ବାହ କରୁଛନ୍ତି, ତାଙ୍କ ପାଖରେ ସମସ୍ତ କୌରବ ଗଣ ମରିଯିବେ। ଆପଣ ନିଜକୁ ଫିଲ୍ କରନ୍ତୁ, ମୁଁ ଭଗବାନଙ୍କୁ କଥା ମାନିଛି କି? ମୋ ଜୀବନ ରଥରେ ମୁଁ ଭଗବାନଙ୍କୁ ବା ଗୁରୁଙ୍କୁ ସମ୍ମୁଖରେ ରଖିଛି କି? ମୋ ଗୁରୁଦେବ ଯେଉଁ ଉପଦେଶ ଦେଉଛନ୍ତି, ମୁଁ ତାକୁ ପାଳନ କରୁଛି କି? ସିଏ ମୋ ପାଇଁ ସବୁ କିଛି ବୋଲି ମୁଁ ଭାବିଛି କି? ତେଣୁ କେବେ ପାଣ୍ଡବ ଗଣଙ୍କର, କୌରବ ଗଣଙ୍କର ଏତେ ବଡ଼ ଯୋଦ୍ଧା ଥାଇ କେବେ ଜୟଯୁକ୍ତ ହେଇପାରିଲେ ନାହିଁ। ତେଣୁ ସେଥିଲାଗି କୁହାହୁଏ, ସତ୍ୟର ଅସତ୍ୟର କେବେ ଜୟ ହେବ ନାହିଁ, ସତ୍ୟର ଜୟ ହେବ। ସତ୍ୟ ପ୍ରତିଷ୍ଠିତ ହେଇ ରହିବ, ମିଥ୍ୟା କେବେ ପ୍ରତିଷ୍ଠିତ ହେଇପାରିବ ନାହିଁ। କ'ଣ ସତ୍ୟ? ନା ଏଇ ଜୀବନ ଯୁଦ୍ଧରେ ଏ କଥା କେଉଁଠୁ ପାଇଲ? ନା ଭଗବତ ଗୀତାରୁ ପାଇଲ। ଏ କଥା କିଏ ରଚନା କରୁଛନ୍ତି? ନା ବ୍ୟାସଦେବ ରଚନା କରୁଛନ୍ତି। ତେଣୁ ସେ ଆମର ପ୍ରାତ ସ୍ମରଣୀୟ, ସେ ଆମ ଜୀବନର ସବୁ କିଛି। ସେଥିଲାଗି ତାଙ୍କ ଜନ୍ମ ଦିବସକୁ ଆମେ ଗୁରୁ ପୂର୍ଣ୍ଣିମା ଦିବସ। ଗୁରୁ ଶବ୍ଦ ଅର୍ଥ ଅତି ମହାନ, ଅତି ମହାନ, ଅତି ଗୌରବ, ଯିଏ ଗୁଣରୁ ଅର୍ଥିତ, ରୂପରୁ ବର୍ଜିତ, ଯିଏ ଗତିଦାତା, ଯିଏ ସିଦ୍ଧିଦାତା,
ଯେ ସମସ୍ତ ମୁକ୍ତିଦାତା ମୁଖ୍ୟଦାତା ସେ ହିଁ ଗୁରୁ। ସେ ଆମକୁ ଗତି ବାଟ ବତେଇ ଦେବେ। ଆମେ ସେ ବାଟରେ ଯାଉଛେ କି? ଆମେ ତାଙ୍କର ଜୀବନ ରଥରେ ସାରଥି କରିଛେ କି? ଆମେ ତାଙ୍କର ଆଶ୍ରୟ ନେଇଛେ କି? ସେ ମୋର ସବୁକିଛି ବୋଲି, ମୁଁ ତାଙ୍କର ସବୁକିଛି ବୋଲି ଭାବିଛେ କି? ସୁର୍ଲଭ ନାବ ରୂପ ଗଠେ, ବନ୍ଧନ ଭବ ସିନ୍ଧୁ ତଟେ, ଏ ନାବେ ଗୁରୁ କର୍ଣ୍ଣଧାର, ମୁହିଁ ଅନୁକୂଳ ସମୀର। ଆମେ ନାବରେ ଗୁରୁକୁ କର୍ଣ୍ଣଧାର କରିଛେ କି? ସବୁବେଳେ କହୁଛେ ମୁଁ, ସବୁବେଳେ କହୁଛେ ମୋର। ଏରେ ଗୋଟେ ଛୋଟିଆ କଥା କହି କଥା ରଖିବା। ଆମ ଘରେ ଠାକୁର ଅଛନ୍ତି, ଆମ ଘରେ କୁକୁର ଅଛନ୍ତି, ଆମ ଘରେ ଚାକର ଅଛନ୍ତି। ଆମେ କେତେ ବଡ଼ ନା ମୁଁ ଠାକୁରକୁ ରଖିଛି ବା। କିଏ କହିଛି ମୁଁ ଠାକୁର ଘରେ ଅଛି? କିଏ କହୁଛି ମୁଁ ଠାକୁର ଘରେ ଅଛି? ସବୁ ଠାକୁରଙ୍କର, ମୁଁ ତାଙ୍କର ଦାସ ସେବକ। ଇଏ ତଳପଟ, ତାର ଉପର ପଟ ସବୁ ଠାକୁରଙ୍କର। ମାଧ୍ୟମ ଫାଧ୍ୟମ କିଛି ନାହିଁ। ମାଧ୍ୟମ ମାନେ ପୁଣି ଅହଙ୍କାର, ପୁଣି ମାୟା। ସବୁ ତୁମେ, ସବୁ ତୁମେ ଭାବୁ 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 ଦିନେ ତାଙ୍କ ସହିତ ମିଳନ ଏକକାର ହେଇଯିବ। ଯେମିତି ଲାଇଡ୍ ବାବାଙ୍କର ଶିଷ୍ୟ ପୋଷ୍ଟ ପିଅନ ମାଷ୍ଟର ନୁହେଁ, ଚିଠି ବାଣ୍ଟିଲା ଭିତରେ ସବୁ କର୍ମ ଭିତରେ ସେ କର୍ମକର୍ତ୍ତାକୁ ଦେଖୁଥିଲା। ହେଲା ଗୁରୁଦେବ ସେକେଣ୍ଡ କ୍ରିୟା କ'ଣ ହବ? ଏଇ ଗୋଟେ କ୍ରିୟାରେ ତ ସବୁ ମିଳିଯାଇଛି। ତେଣୁ କ୍ରିୟା ଦୁଇଟା ଅକ୍ଷରକୁ ଯିଏ ଜାଣିଛି ତା ଜୀବନ ଧନ୍ୟ ହେଇଯାଇଛି। ପ୍ରତି ବୋଧରେ ସେ ତାଙ୍କୁ ଦେଖୁଛି। ଏଇ ଯେ ଥଟ୍ସରେ ଦେଖୁଛି, ପ୍ରତିବୋଧ ବିଦିତଂ ମତଂ ଅମୃତଂ ହିଁ ବିନ୍ଦତେ। ପ୍ରତି ବୋଧରେ ତାଙ୍କୁ ଯିଏ ଦେଖିବ ସେ ଅମୃତ ପାନ କରିବ। ପ୍ରତି ବୋଧରେ ଯେ ତାଙ୍କୁ ଦେଖିବ, ତୁମେ କରୁଛ କରାଉଛ, ତାପରେ ତମ ଭିତରେ ଭକ୍ତି ଆସିବ। ଜ୍ଞାନର ପରିପକ୍ୱ ଅବସ୍ଥାରେ ତମ ଭିତରେ ଭକ୍ତିଟା ଆସିବ। ତୁମେ ସେଇଥିରେ ଉଭେଇ ଟୁବେଇ ହବ। ଭକ୍ତିଟା ସାଧନା ଜଗତର ଅନ୍ତିମ କଥା ନୁହେଁ, ଅନ୍ତିମ କଥା ହେଉଛି ପ୍ରେମ। ପ୍ରେମର ପରିଭାଷା କିଛି ନାହିଁ, ବ୍ୟକ୍ତ କରି ହୁଏନି। ସାଧାରଣ ଭାବରେ କହିଲେ ଯେ ନିଜକୁ ପୂର୍ଣ୍ଣ ମାତ୍ରାରେ ସମର୍ପଣ କରିଦେଇ ନିଜର ଅସ୍ତିତ୍ୱକୁ ହରେଇ ବସିଛି। ଲବଣ ଜଳେ ସେ ମିଶନ୍ତି, ସୁନାମ ଗୁଣ କ'ଣ କରନ୍ତି? ପାସରନ୍ତି। ଆଉ କିଛି ନାହିଁ, ସବୁବେଳେ ନୀରବ। ଏ ସମସ୍ତ କଥା ବ୍ୟାସଦେବ କୃପାରେ ଆମେ ଜାଣିଛେ, ଶୁଣୁଛେ। ତାଙ୍କର ମାନବ ସମାଜକୁ ଏଇଟା ହେଉଛି ଦାନ। ଏଇ ଦାନ ବ୍ରହ୍ମା କରିନାହାନ୍ତି, ଏଇ ଦାନ ବଶିଷ୍ଠ କରିନାହାନ୍ତି, ଏଇ ଦାନ ଶଙ୍କରାଚାର୍ଯ୍ୟ କିଛି କିଛି ବ୍ୟାସଙ୍କୁ ଇଏ କରି ଆଦର୍ଶରେ ଅନୁପ୍ରାଣିତ ହେଇ ଦାନ କରିଛନ୍ତି। ତେଣୁ ବ୍ୟାସଦେବ ସବୁ କିଛି କରିଛନ୍ତି। ଏହା କେବେ ସାଧାରଣ ମାନବ ପକ୍ଷରେ ସମ୍ଭବପର ନୁହେଁ। ଭଗବାନଙ୍କର ଯେଉଁ 24 ଅବତାର ଅଛି, ବ୍ୟାସଦେବ ହେଉଛନ୍ତି 17 ତାଙ୍କୁ କୁହାଯାଉଛି ଅବତାର ପୁରୁଷ। ତେଣୁ ଗୁରୁ ପୂର୍ଣ୍ଣିମାରେ ଗୋଟିଏ କଥାକୁ ଆମେ କେମିତି ପାତ୍ର ହେବୁ ଆଉ ଗୁରୁଙ୍କ ନିକଟରେ ନିଜକୁ ପୂର୍ଣ୍ଣ ମାତ୍ରାରେ ଆମେ ସମର୍ପଣ କରିଦେବୁ, ତାପରେ ସାଧନା ଜୀବନ ଆରମ୍ଭ ହେବ। ଆମେ ଗୁରୁଙ୍କ ପାଖରୁ ଆଗ ଜ୍ଞାନ ଲାଭ କରିବୁ, ତାପରେ ସାଧନା ଗୁରୁ ଆମକୁ ଦେବେ। ସାଧନାର କୌଶଳ ଆମକୁ ବତେଇ ଦେବେ ଏବଂ ଆଶୀର୍ବାଦ କୃପା କରିବେ ସେଇ ସ୍ଥିତିରେ, ବ୍ରାହ୍ମୀ ସ୍ଥିତିରେ ପହଞ୍ଚିବା ପାଇଁ। ଏତିକି ଶିଖିବେ, ଧାରଣ କରିବେ। ତେଣୁ ବ୍ୟାସଦେବଙ୍କର ଜନ୍ମଦିନରେ ଗୁରୁଙ୍କ ଭିତରେ ବ୍ୟାସ ସତ୍ତାକୁ ଉପଲବ୍ଧି କରି, ବ୍ୟାସଦେବଙ୍କୁ ଉପଲବ୍ଧି କରି ନିଜର ଶ୍ରଦ୍ଧା ଭାବ ଭକ୍ତି ଅର୍ପଣ କରିବେ। ଶେଷରେ ବ୍ୟାସଦେବଙ୍କ ଜନ୍ମ ଦିବସରେ ଆମେ ବ୍ୟାସଦେବଙ୍କୁ କୋଟି କୋଟି ପ୍ରଣାମ କରୁଛୁ। କ୍ରିୟାଯୋଗ ପରମ୍ପରାର ସମସ୍ତ ଗୁରୁମାନଙ୍କୁ କୋଟି କୋଟି ପ୍ରଣାମ କରୁଛୁ। ବିଶ୍ୱର ପ୍ରତ୍ୟେକ ସମ୍ପ୍ରଦାୟର ଗୁରୁମାନଙ୍କୁ ଆମେ ପ୍ରଣାମ କରୁଛୁ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ଜୟ ଗୁରୁଦେବ, ଜୟ ଜଗନ୍ନାଥ।
हरि ओम तत्सत।